करुणामयी माँ परम प्रभु श्री अरविंद आज दिव्य पाठशाला रे उपस्थित समस्त आत्मार साथी पूज्य प्रिय अपभाई को मोर हृदय आंतरिक प्रणाम श्रद्धा शुभेच्छा वंदे मातरम। ओम आनंदमय चैतन्यमय सत्यमय परमे ओम आनंदमय चैतन्यमय सत्यमय परमे ओम आनंदमय चैतन्यमय सत्यमय परमे। परम प्रभु श्री अरविंदंकर शुभ पवित्र जन्म मासरे आयोजित कार्यक्रम आज 22तम दिवस। आज विषय होची महालक्ष्मी रूपरे माँ और तांकर कार्य। आज आलोचिका सम्मानिया पूज्य तापसी अपा अपा को वंदे मात प्रणाम। अपा आपणकर आलोचना रखंतु। वंदे मातरम। शुभ अपराह्न। एई अपराह्न पवित्र अगस्त मास प्रभुंकर जन्म मासरे माँ और प्रभु को कृतज्ञता भरा कोटि कोटि विनम्र प्रणाम। दूर दूरांतरे आश्रुहार प्रदीप जाली उपस्थित रहिथिबा दिव्य जीवन अभिप्सु अपा और भाई मानू मोर हृदय प्रणाम। नमस्ते सु महामाया श्रीपीठे सुर पूजिते शंख चक्र गदा हस्ते महालक्ष्मी नमस्तुते। नमस्ते गरुडारूढे कोलासुर भयंकरी सर्व पाप हरे देवी महालक्ष्मी नमस्तुते। सर्वज्ञ सर्ववरदे सर्वदुष्ट भयंकरी सर्वदुःख हरे देवी महालक्ष्मी नमस्तुते। सिद्धि बुद्धि प्रदे देवी भक्ति मुक्ति प्रदायिनी मंत्र मूर्ते सदा देवी महालक्ष्मी नमस्तुते। आद्यन्तरहिते देवी आद्या शक्ति माहेश्वरी जोगे जो जोग संभूते महालक्ष्मी नमस्तुते। स्थूल सूक्ष्म महारौद्री महाशक्ति महोदरे महापाप हरे देवी महालक्ष्मी नमस्तुते। पद्मासने स्थिते देवी परं ब्रह्म स्वरूपिणी परमेष्ठी जगत माता महालक्ष्मी नमस्तुते। श्वेतांबर धरे देवी नानालंकार भूषिते जगस्थिते महामाया महालक्ष्मी नमस्तुते। महालक्ष्मी नमस्तुते महालक्ष्मी नमस्तुते। हे माता तब पदे बाढ़ुछि प्रणति। हे माता
ତବ ପଦେ ବାଢୁଛି ପ୍ରଣତି ଆନ୍ତରିକ କୃତଜ୍ଞତା ପାଶେ। ମୋ ଜୀବନ ସାରଣୀକୁ ମା ବିଭାସିତ କର ତବ ଅନନ୍ୟ ପ୍ରକାଶେ। ମୋ ଜୀବନ ସାରଣୀକୁ ମା ବିଭାସିତ କର ତବ ଅନନ୍ୟ ପ୍ରକାଶେ। ଆର୍ଯ୍ୟ ସଂସ୍କୃତି ଓ ପରମ୍ପରା ମାତୃ ଶକ୍ତିର ମହିମାରେ ଯୁଗେ ଯୁଗେ ମହିମାନ୍ୱିତ। ଆର୍ଯ୍ୟ ଋଷି ମା ଏଇ ଗୋଟିଏ ଅକ୍ଷର ମଧ୍ୟରେ ସୃଷ୍ଟିର ସକଳ ସୁଷମା, ସୌନ୍ଦର୍ଯ୍ୟ, ଶକ୍ତି, ସଂହତି ଓ ସମ୍ବେଦନା ଦେଖିଛି। ପ୍ରେମ, କରୁଣା, ଦୟା ଓ ଅନୁରାଗର ମା ବାସ୍ତବରେ ଏକ ଆଦର୍ଶ ମାନବାୟନ। ମାୟା, ମମତା, ଶ୍ରଦ୍ଧା, ସମ୍ବେଦନାର ସେ ଅବର୍ଣ୍ଣନୀୟ ଅଭିବ୍ୟକ୍ତି। ତାର ସ୍ନେହାଭିଷିକ୍ତ ପ୍ରୀତି, କ୍ଷମା ଓ ମାତୃତ୍ୱ ଆମ ପରମ୍ପରାକୁ ଅମୃତମୟ କରିଛି। ବିଧାତା ମଣିଷକୁ ଯେତେ ସବୁ ବନ୍ଧନ ଦାନ କରିଛନ୍ତି ତା ମଧ୍ୟରେ ମାତୃସ୍ନେହ ସବୁଠାରୁ ନିଃସ୍ୱାର୍ଥପର, ନିବିଡ଼ ଓ ହୃଦୟସ୍ପର୍ଶୀ। ମାର ହୃଦୟ ସାଗର ପରି ଗଭୀର, ଆକାଶ ପରି ଉଦାର, ଧରିତ୍ରୀ ପରି ସହଣିକ ଏବଂ ମହାସାଗର ପରି ସ୍ନେହ ଭରେ ରତ୍ନଗର୍ଭା। ସୃଷ୍ଟିକୁ ଛନ୍ଦମୟ, ରସମୟ, ମଧୁମୟ କରିଛି ମାର ମଧୁମୟୀ ସ୍ପର୍ଶ ଓ ସାନ୍ନିଧ୍ୟ। ମା ବ୍ୟତିରେକେ ସବୁକିଛି ହୋଇଥାନ୍ତା ନିରସ, ଶୁଷ୍କ, ଯାନ୍ତ୍ରିକ ଓ ନିଷ୍ପ୍ରାଣ। ସୃଷ୍ଟିର ସୁରକ୍ଷା, ନ୍ୟାୟ, ନୀତି ଓ ଧର୍ମର ସଂସ୍ଥାପନା ଉଦ୍ଦେଶ୍ୟରେ ଅପଶକ୍ତିର ସଂହାର ପାଇଁ ଅଜୟ ମାତୃଶକ୍ତିର ଆବାହନ ଓ ଅବତରଣ ଆର୍ଯ୍ୟ ସଂସ୍କୃତିର ଏକ ଅନାହତ ଧାରା। ଏହି ପରିପ୍ରେକ୍ଷୀରେ ମହାଯୋଗୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣ ଯୋଗର ସାଧନା ଓ ସିଦ୍ଧି ନିମନ୍ତେ ମାଙ୍କର ଆବାହନ କରିଛନ୍ତି। ତାଙ୍କ ଅନୁପମ ଦୃଷ୍ଟିରେ ମା ହେଉଛନ୍ତି ବିଭୁ କୃପାର ସର୍ବୋତ୍ତମ ଅଭିବ୍ୟକ୍ତି, ଦି ସୁପ୍ରିମ ରିଲିଭେସନ ଅଫ ଡିଭାଇନ ଗ୍ରେସ। ମାନବ ଆଧାର ଓ ଦିବ୍ୟ ପ୍ରକୃତି ମଧ୍ୟରେ ମା ହେଉଛନ୍ତି ଶାଶ୍ୱତ ସେତୁବନ୍ଧ। ସୃଷ୍ଟି ତଥା ଜୀବଜଗତକୁ ଚିନ୍ମୟୀ ଶକ୍ତି ଭାବରେ ଧାରଣ କରିଛନ୍ତି। ପ୍ରଥମତଃ ମା ହେଉଛନ୍ତି ବିଶ୍ୱତୀତା ଆଦ୍ୟାପରା ଶକ୍ତି। ଦ୍ୱିତୀୟତଃ ସେ ବିଶ୍ୱବ୍ୟାପିନୀ, ବିଶ୍ୱରୂପିଣୀ ମହାଶକ୍ତି ରୂପେ ସକଳ ସତ୍ତା ସୃଷ୍ଟି କରିଛନ୍ତି। ତୃତୀୟତଃ ମା ବ୍ୟକ୍ତି ରୂପା, ତାଙ୍କର ଏହି ରୂପ ବିଶ୍ୱାତୀତ, ବିଶ୍ୱଗତ। ଋଷି କବି ଶ୍ରୀ ଅରବିନ୍ଦ ତାଙ୍କ ମହାକାବ୍ୟ ସାବିତ୍ରୀରେ 314 ପୃଷ୍ଠାରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ବିଶ୍ୱ ପ୍ରକୃତି ମାଙ୍କର ଅବତରଣ ପାଇଁ ଆକୁଳ ଆବାହନ କରିଛି। ତାଙ୍କ ଅନୁପମ ଭାଷାରେ all nature dumbly calls to her alone to heal with her feet the aching throb of life। ସମଗ୍ର ପ୍ରକୃତି ଆଜି କରେ ତାଙ୍କୁ ଆବାହନ ବିମୌନ ଭାଷାରେ। ଚରଣ ପରଶେ ତାଙ୍କ କରିବାକୁ ନିରାମୟ ଜୀବନ ବ୍ୟଥାରେ। ଗଭୀର ମାନବବାଦୀ କବି ଶ୍ରୀ ଅରବିନ୍ଦଙ୍କ ଭାଷାରେ ମା ହେଲେ ପରମେଶ୍ୱରଙ୍କର ଚେତନା ଓ ଶକ୍ତି। ନିଜର ଯାବତୀୟ ସୃଷ୍ଟିର ବହୁ ଉର୍ଦ୍ଧ୍ୱରେ ସେ ତାଙ୍କ ଗତି ଅନୁସରଣ କରି ଚାଲିବା ଅତି କ୍ଷିପ୍ର ମନ ବା ସର୍ବତ ଭାବେ ମୁକ୍ତ ଚରମ ବ୍ୟାପକ ବୁଦ୍ଧି ପକ୍ଷେ ବି ଅସମ୍ଭବ। ମାଙ୍କର 4ଟି ମହାରୂପ ଅଛି। ଏହି 4ଟି ମୁଖ୍ୟ ଶକ୍ତି ଏବଂ 12ଟି ଗୁଣ। 12ଟି ଗୁଣ ହେଉଛି ଅଭିପ୍ସା, ସାହସ, ସମତ୍ୱ, ଉଦାରତା, କୃତଜ୍ଞତା, ଶୁଭଭାବ, ନମ୍ରତା,
ପ୍ରଗତି, ଅଧ୍ୟବସାୟ, ଶାନ୍ତି, ଗ୍ରହଣଶୀଳତା ଓ ଆନ୍ତରିକତା। এই ଚାରୋଟି ଗୁଣକୁ ଯଦି ଆମେ ଆମ ଜୀବନରେ ପ୍ରତିଭାତ କରିପାରିବା ତେବେ ଆମେ ପୂର୍ଣ୍ଣତା ପ୍ରାପ୍ତ ହୋଇପାରିବା। ମାଙ୍କର এই ଯେଉଁ ଚାରୋଟି ମହାରୂପ, এই ଚାରୋଟି ମୁଖ୍ୟ ଶକ୍ତି ବିଗ୍ରହ ସମ୍ମୁଖରେ ରହି ମା এই ବିଶ୍ୱକୁ ପରିଚାଳନା କରନ୍ତି ଏବଂ ପାର୍ଥିବ ଲୀଳାରେ କାର୍ଯ୍ୟ କରନ୍ତି। ମାଙ୍କର ପ୍ରଥମ ବିଗ୍ରହ ହେଲା ପ୍ରଶାନ୍ତ ବିଶାଳତା, ସର୍ବବ୍ୟାପକ ଜ୍ଞାନ, ସ୍ଥିର ମଙ୍ଗଳମୟତା, ଅଫୁରନ୍ତ କରୁଣା, ଅତୁଳ ଅଦ୍ୱିତୀୟ ମହିମା। ସେ ହେଲେ ରାଜରାଜେଶ୍ୱରୀ ମାହେଶ୍ୱରୀ। ଦ୍ୱିତୀୟ ବିଗ୍ରହଟି ମାଙ୍କର ହେଲା ତାଙ୍କର ଭାସ୍ୱର ବୀର୍ଯ୍ୟ, ଅଦମ୍ୟ ଆବେଗ, ଯୋଦ୍ଧ ଭାବ, ସର୍ବଜୟୀ ସଂକଳ୍ପ, ତାଙ୍କର ପ୍ରଖର କ୍ଷିପ୍ରତା ଆଉ ପ୍ରଳୟଙ୍କର ପ୍ରତାପ। ସେ ହେଲେ ମହାକାଳୀ। ତାଙ୍କର ତୃତୀୟ ବିଗ୍ରହଟି ହେଲା କାନ୍ତିମୟ, ମାଧୁର୍ଯ୍ୟମୟ, ଆଶ୍ଚର୍ଯ୍ୟମୟ। ସେଥିରେ ଅଛି ସୌନ୍ଦର୍ଯ୍ୟ, ସୁସଙ୍ଗତି, ଦୁର୍ବାର ଆକର୍ଷଣ, ମୋହିନୀ ମାଧୁରୀମା। ସେ ହେଲେ ମା ମହାଲକ୍ଷ୍ମୀ। ଆଜି ଆମେ ସେହି ସ୍ମିତହାସିନୀ, ଭୁବନ ମୋହିନୀ, ମନୋହାରିଣୀ, ଐଶ୍ୱର୍ଯ୍ୟଦାୟିନୀ, ପ୍ରାଚୁର୍ଯ୍ୟ ପ୍ରଦାୟିନୀ ମହାଦେବୀ ମହାଲକ୍ଷ୍ମୀଙ୍କ ବିଷୟରେ ଆଲୋଚନା କରିବା। ମା ବହିର ମହାଲକ୍ଷ୍ମୀଙ୍କ ଚାପ୍ଟରରେ ପ୍ରଭୁ ପ୍ରଥମେ କହୁଛନ୍ତି, wisdom and force are not the only manifestations of the Supreme Mother. There is a subtler mystery of her nature, and without it, perfection would not be perfect. କେବଳ ଜ୍ଞାନ ଓ ବଳ ହିଁ ପରାତ୍ପର ଜନନୀଙ୍କର ପ୍ରକାଶ ନୁହେଁ, ତାଙ୍କ ପ୍ରକୃତିର ଆହୁରି ଗୋଟିଏ ସୂକ୍ଷ୍ମତର ରହସ୍ୟ ଅଛି। ତା ନଥିଲେ ଜ୍ଞାନ ଓ ବଳ ହୋଇଥାନ୍ତା ଖଣ୍ଡ ବସ୍ତୁ, ପୂର୍ଣ୍ଣତା ବି ସମ୍ୟକ୍ ପୂର୍ଣ୍ଣ ହୋଇନଥାନ୍ତା। କେବଳ ଜ୍ଞାନ ଓ ବଳ ମାଙ୍କର, ନୁହଁ ପ୍ରକାଶ ମାତୃ ପ୍ରକୃତିର। ତୃତୀୟ ରହସ୍ୟ ସୌନ୍ଦର୍ଯ୍ୟ ସଙ୍ଗତି, ଯା ବିନା ଅପୂର୍ଣ୍ଣ ହୋଇଥାନ୍ତା ସୃଷ୍ଟି। ଜ୍ଞାନ ହେଉଛି ମାହେଶ୍ୱରୀଙ୍କର ବିଭବ, ବଳ ହେଉଛି ମହାକାଳୀଙ୍କର ବିଭବ। ଏଇ ଦୁଇଟି ଗୁଣକୁ ନେଇ ଜଗଜ୍ଜନନୀ ସୀମା ପୂର୍ଣ୍ଣ ନୁହନ୍ତି, ସମଗ୍ର ନୁହନ୍ତି। Above them is the miracle of eternal beauty and unseizable secret of divine harmonies, the compelling magic of an irresistible universal charm and attraction that draws and holds things and forces and beings together and obliges them to meet and unite, that a hidden ananda may play from behind the veil and make of them its rhythms and its figures. ଏହି ଦୁଇଟିର ଉପରେ ଅଛି ଶାଶ୍ୱତ ସୌନ୍ଦର୍ଯ୍ୟର ପରମ ଇନ୍ଦ୍ରଜାଲ, ମାନେ ଜ୍ଞାନ ଓ ବଳ। ତା ଉପରେ ଅଛି ଶାଶ୍ୱତ ସୌନ୍ଦର୍ଯ୍ୟର ପରମ ଇନ୍ଦ୍ରଜାଲ, ଇନ୍ଦ୍ରିୟ ଅନଧିଗମ୍ୟ ଗୋପନ ଏକ ଦିବ୍ୟ ସଙ୍ଗତି ଓ ସୁଷମା। ଗୋପନ ରହିଛି ସଙ୍ଗତି ସୁଷମା, ବିଶ୍ୱବ୍ୟାପୀ ଏକ ଅପ୍ରତିହତ ଶ୍ରୀ ଏବଂ ଆକର୍ଷଣର ଦୁର୍ନିବାର ମୋହିନୀ ଶକ୍ତି, ଯାହା ସକଳ ବସ୍ତୁ, ସକଳ ଶକ୍ତି, ସକଳ ସତ୍ତାକୁ ପରସ୍ପର ସଙ୍ଗେ ସମ୍ମିଳିତ, ସଂଯୁକ୍ତ ଏବଂ ଏକତ୍ର କରି ଧରି ରଖିଛି। ଯେଉଁଥିରେ ସେହି ଶକ୍ତି ଯବନିକାର ଅନ୍ତରାଳରେ ଥାଇ ବି ପ୍ରସନ୍ନ ଆନନ୍ଦରେ ଲୀଳାରତ ହୋଇପାରେ ଏବଂ ଏହି ସକଳକୁ ନିଜର ଛନ୍ଦ, ନିଜର ରୂପ ହିସାବରେ ବ୍ୟବହାର କରିପାରେ। ଜ୍ଞାନ ଓ ବଳରେ ମା ସମଗ୍ର ନୁହନ୍ତି, ପରିପୂର୍ଣ୍ଣ ନୁହନ୍ତି। ତାଙ୍କର ତୃତୀୟ ରହସ୍ୟ ରହିଛି, ତାଙ୍କ ପ୍ରକୃତିରେ ରହିଛି ସୁଷମା, ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ, ଯାହା ବିନା ମା ଅପୂର୍ଣ୍ଣ ଅଟନ୍ତି। ଯଦି କେବଳ ଜ୍ଞାନ ଓ ବଳକୁ ନେଇ ମା ଆସିଥାନ୍ତେ ତେବେ ମା ସମଗ୍ର ହେଇପାରିନଥାନ୍ତେ, ପୂର୍ଣ୍ଣ ହେଇପାରିନଥାନ୍ତେ। ତାଙ୍କର ଆହୁରି ଗୋଟିଏ ରହସ୍ୟ ରହିଛି, ତାଙ୍କ ଭିତରେ ଅଛି ସୁଷମା, ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ,
ଶୃଙ୍ଖଳା ସଂଗତି ଯାହା ବିନା ମା ଅପୂର୍ଣ୍ଣ, ଏସବୁ ଯଦି ନ ରହିବ ମା ଅପୂର୍ଣ୍ଣ ରହିଯିବେ। ସୌନ୍ଦର୍ଯ୍ୟ ବୋଇଲେ ଆମେ ସାଧାରଣତଃ ବାହ୍ୟ ରୂପକୁ ବୁଝିଥାଉ। ଜଣେ ବ୍ୟକ୍ତିର ରୂପ ଦେଖି ଆମେ କହୁ ସେ ବହୁତ ସୁନ୍ଦର। ବ୍ୟକ୍ତିର ରୂପ, ବସ୍ତୁର ରୂପ ପ୍ରକୃତି ଦେଖି ଆମେ ସୌନ୍ଦର୍ଯ୍ୟର ପରିକଳ୍ପନା କରିଥାଉ। କିନ୍ତୁ ସୌନ୍ଦର୍ଯ୍ୟ ହେଉଛି ପରଦା ପଛରେ ଥିବା ନାୟିକା, ବାହାରେ ପରିସ୍ଫୁଟ ନୁହେଁ। ସୌନ୍ଦର୍ଯ୍ୟ ଆମ ଦେହରେ ଥିବା ଚମଡ଼ାର ରଙ୍ଗ ଭିତରେ ନଥାଏ। ସୌନ୍ଦର୍ଯ୍ୟ ଆମ ମୁହଁର ଗଠନ ଭିତରେ ନଥାଏ। ପ୍ରକୃତ ସୌନ୍ଦର୍ଯ୍ୟ ବୋଇଲେ ଯାହାର ଅନ୍ତରଟା, ଯାହାର ଭିତରଟା ଛନ୍ଦାୟିତ, ସୁଷମାଯୁକ୍ତ, ସଙ୍ଗତିପୂର୍ଣ୍ଣ, ସେ ହିଁ ଚିର ସୁନ୍ଦର। ଆମେ ଯଦି ଅବଦୁଲ କାଲାମଙ୍କର ଉଦାହରଣ ନେବା, ତାଙ୍କର ବାହ୍ୟ ରୂପ ଏତେ ସୁନ୍ଦର ନୁହେଁ। ଆମ ଚର୍ମଚକ୍ଷୁରେ ଦେଖିବାକୁ ସେ ଏତେଟା ସୁନ୍ଦର ନୁହନ୍ତି, ଜାତିରେ ଯୌବନ, କିନ୍ତୁ ତାଙ୍କର ହୃଦୟ, ତାଙ୍କର ଅନ୍ତର ଏତେ ଶୃଙ୍ଖଳିତ, ଏତେ ସଙ୍ଗତିପୂର୍ଣ୍ଣ, ଏତେ ସରଳ, ସେ ଆମ ସମସ୍ତଙ୍କୁ ସୁନ୍ଦର ଲାଗନ୍ତି। ତାଙ୍କ ମୁଖରୁ କଥା ପଦିଏ ବାହାରି ପଡ଼ିଲେ ଆମେ ତାକୁ ନୋଟ କରି ପକାଉ, ବାଣୀ ବୋଲି କହୁ। ଅନେକ ଆଡ଼େ ଆମେ ତାକୁ ଉଦାହରଣ ଦଉ। ଏଇ କଥାଟି ଅବଦୁଲ କାଲାମ କହିଛନ୍ତି। ସେ ଆଜି ଶରୀରରେ ନାହାନ୍ତି ସତ, କିନ୍ତୁ ସମସ୍ତଙ୍କ ହୃଦୟରେ ଆସନଟିଏ ପକେଇ ବସିଛନ୍ତି। ଦେଶ ତାଙ୍କୁ ପୂଜା କରୁଛି, କାରଣ ତାଙ୍କ ଅନ୍ତରଟି ସୁନ୍ଦର ଥିଲା। ଭକ୍ତିମତୀ କୁବ୍ଜା କେତେ ଅସୁନ୍ଦର, ପିଠିରେ କେତେ ବଡ଼ କୁଜ, କିନ୍ତୁ ଭଗବାନ ତାଙ୍କୁ ଅନୁସରଣ କରୁଥିଲେ। ସେ ଭଗବାନଙ୍କ ଅନ୍ତରରେ ଥିଲେ, ଭଗବାନଙ୍କର ସ୍ପର୍ଶ ପାଇଥିଲେ। କେବଳ ତାଙ୍କର ହୃଦୟଟି, ତାଙ୍କର ଅନ୍ତରଟି ସୁନ୍ଦର ଥିଲା, ନିର୍ମଳ ଥିଲା ବୋଲି ସେ ଭଗବାନଙ୍କର ସାନ୍ନିଧ୍ୟ ପାଇଥିଲେ। ତାଙ୍କର ପିଠିରେ କୁଜ ବାହାରିଥିବା ରୂପଟିକୁ ପ୍ରଭୁ ଦେଖିନଥିଲେ, ଦେଖୁନଥିଲେ। ସେ ଅନ୍ତର୍ଯ୍ୟାମୀ, ସେ ଅନ୍ତରକୁ ଦେଖୁଥିଲେ। ଯଦି ଆମେ ଗୋଟେ ସୁନ୍ଦର କୋଠାଘରର ଉଦାହରଣ ନେବା, ହଁ କୋଟି କୋଟି ଟଙ୍କା ଖର୍ଚ୍ଚ ଗୋଟେ ସୁନ୍ଦର ଘରଟେ ତିଆରି ହେଇଛି, କିନ୍ତୁ ତା ଭିତରେ ପ୍ରତ୍ୟେକଟି ବସ୍ତୁ ଯଦି ନିଜ ନିଜ ସ୍ଥାନରେ ନଥାଏ, ତାକୁ ଆମେ ସୁନ୍ଦର ବୋଲି କେବେ ବି କହିପାରିବା ନାହିଁ। ମା ସେଥିପାଇଁ କହିଥିଲେ, ଯଦି ବ୍ୟକ୍ତିକୁ ଜାଣିବାକୁ ଚାହଁ ତେବେ ତାର ଡ୍ରୟାରଟିକୁ ଖୋଲି ଦେଖ। ଯଦି ଡ୍ରୟାର ଭିତରେ ଥିବା ସବୁ ଜିନିଷ ଗୁଡ଼ିକ ସୁନ୍ଦର ଭାବରେ ସଜାଡ଼ି ହୋଇ ରହିଥିବ, ତେବେ ସେ ବ୍ୟକ୍ତିର ଅନ୍ତରଟା ଠିକ ସେମିତି ନିଶ୍ଚିତ ଭାବରେ ଶୃଙ୍ଖଳିତ ହୋଇଥିବ, ସଜାଡ଼ି ଯାଇଥିବ। ଯଦି ଘର ଭିତରଟା ସମ୍ପୂର୍ଣ୍ଣ ଅସଜଡ଼ା ହୋଇଥିବ, ତେବେ ସେ ଘରେ ରହୁଥିବା ସମସ୍ତ ବ୍ୟକ୍ତି ବିଶୃଙ୍ଖଳିତ, ଏଥିରେ ସନ୍ଦେହ ନାହିଁ। ଏଇଠି ମା କହୁଛନ୍ତି, ନୋ ଲାଇଫ କ୍ୟାନ୍ ବି ସକ୍ସେସଫୁଲ ୱିଦାଉଟ୍ ସେଲ୍ଫ ଡିସିପ୍ଲିନ। ଆତ୍ମ ଶୃଙ୍ଖଳା ବିନା କୌଣସି ଜୀବନ ସଫଳ ନୁହେଁ। ଶୃଙ୍ଖଳା ବ୍ୟକ୍ତି ଜୀବନର ମୁକୁଟ, ଯାହାକୁ ଦେଖି ମହାଲକ୍ଷ୍ମୀ ଖୁସି ହୁଅନ୍ତି। ବାହ୍ୟ ରୂପରେ ମଣିଷମାନେ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ଯଦି ସେମାନେ ଶୃଙ୍ଖଳିତ ନୁହନ୍ତି, ଯଦି ସେମାନେ, ତେବେ ସେମାନେ ଅସୁନ୍ଦର। ଶୃଙ୍ଖଳା, ସଂଗତି, ସୁଷମା ହେଲା ଅନ୍ତରର ଗୁଣାବଳୀ। ଏଟା ଭିତରର ସଂଗତି, ସୁଷମା, ସୌନ୍ଦର୍ଯ୍ୟ, ଶୃଙ୍ଖଳା, ଏସବୁ ଭିତରର। ଯାହାର ଅନ୍ତର ସୁନ୍ଦର, ସେହି ସୌନ୍ଦର୍ଯ୍ୟ ବାହ୍ୟ କର୍ମରେ ନିଶ୍ଚିତ ଭାବରେ ପ୍ରକାଶ ପାଇଥାଏ। ପୁନଶ୍ଚ ପ୍ରଭୁ ମା ବହିରେ କହୁଛନ୍ତି, ସକଳ ବସ୍ତୁ, ସକଳ ଶକ୍ତି, ସକଳ ସତ୍ତାକୁ ପରସ୍ପର ସଙ୍ଗେ ସମ୍ମିଳିତ, ସଂଯୁକ୍ତ ଏବଂ ଏକତ୍ର କରି ଧରି ରଖିଛି। ସେଇ ମହାଲକ୍ଷ୍ମୀଙ୍କ ଚେପ୍ଟରରେ ପ୍ରଭୁ କହୁଛନ୍ତି, ସକଳ ବସ୍ତୁ, ସକଳ ଶକ୍ତି, ସକଳ ସତ୍ତାକୁ ପରସ୍ପର ସଙ୍ଗେ ସମ୍ମିଳିତ ଏବଂ ସଂଯୁକ୍ତ କରି ଏକତ୍ର କରି ଧରି ରଖିଛନ୍ତି। ହଁ ଭାଇ ଭଉଣୀ ମାନେ, କ୍ଷୁଦ୍ର ଅଣୁଠାରୁ ମହାକାଶର ମହାଜାଗତିକ ବିଶ୍ୱ ପର୍ଯ୍ୟନ୍ତ ଆମେ ଯଦି ଦେଖିବା, ଆମେ ଦେଖିବାକୁ ପାଇବା ଯେ କେତେ ଶୃଙ୍ଖଳିତ ଭାବରେ, କେତେ ସଂଗତିପୂର୍ଣ୍ଣ ଭାବରେ ସବୁ କିଛି ସଜାଡ଼ି ହୋଇ ରହିଛି। ସମୁଦ୍ର, ପାହାଡ଼, ଜଙ୍ଗଲ, ସ୍ଥଳଭାଗ ସବୁ ନିଜ ନିଜ ସ୍ଥାନରେ ସଜାଡ଼ି ହୋଇ ସଜ୍ଜିତ ହୋଇ ରହିଛନ୍ତି। କେହି କାହାରି ବାଧା ରୂପେ ଛିଡ଼ା ହୋଇ ରହିନାହାନ୍ତି। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ରପୁଞ୍ଜ ଏମାନେ କେମିତି ମହାଶୂନ୍ୟରେ ଝୁଲି ରହିଛନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଯଦି ଗୋଟିଏ ଯାଦୁକର ଆସି
गोटे खाली पात्र भितर फूल तोड़ाटे बाहर करदब आम आश्चर्य हो जाऊँ केमिति एटा हैला केमिति केते आश्चर्य आम हो जादूकर को देखी किंतु किए से जादूकर केमिति सूर्य चंद्र तारा महाकाश रे झुली रही आमको तो केबे आश्चर्य लगेनी से विषय भाविबाकू आम पाखरे भी समय न थाए याठू बड़ मिराकिल आ कौन थाई पारे सृष्टिर ग्रह नक्षत्र सबू निज निज अक्ष चारिपटरे घूरुछंती निज निज कक्ष चारिपटरे घूरुछंती निजको परिक्रमा करने सहित सूर्य को मध्य परिक्रमा करुछंती पुणी निर्दिष्ट समय मध्यरे जी निज अक्षपथरे निर्दिष्ट समय परिक्रमा करुछंती निज कक्षपथरे सूर्य चारिपटरे निर्दिष्ट समय परिक्रमा करुछंती सेमाने जदि श्रृंखलित भावरे सूर्य चारि पाखरे घूरु न थांते विशृंखलित होई थांते तेबे परस्पर धक्का खाई जानते ए सृष्टि ध्वंस होई सारंतानी सूर्योदय सूर्यास्त पूर्णिमा अमावास्या षड़ ऋतु सबु किछि ठीक समय अनुसार होई चली ए सृष्टि को सृष्टिकर्ता केते लीलायित भावरे केते छंदायित भावरे सुषमायुक्त करी श्रृंखलित करी गढ़ी दिस इज द पावर ऑफ महालक्ष्मी याई हेला महालक्ष्मीकर शक्ति सेति को मनुष्य बुझी पारे नाही मनुष्य जदि संगति कौन बुझी थांता बा बुझी पारंता तेबे आज संसार रे एते असंगतिपूर्ण कार्य होता नाही कौन न हेउछि संसार रे गोटे परिवार भितर संगति नाही आजिकाली काहारी सहित पड़ू नाही बापा माँ पुओ बहु झील परस्पर भितर प्रेम भाव नाही भाई भाई ठारू अलग हो जाउछि सासु बोहू भितर कली होउछि स्वामी स्त्री भितर झगड़ा होउछि संसार भितर अपकर्म बढ़ी बढ़ी चली ये सब संगति अभाव होउछि ऑल प्रॉब्लम्स इन सोसाइटी इज द प्रॉब्लम्स ऑफ हार्मोनी संगति अभाव ये सब कार्य होउछि संगति मांकर दाबी माँ कहती हार्मोनी एट एनी कस्ट जेते मूल्य देवाकू पड़िले भी हार्मोनी रक्षा कर माँ को हार्मोनी ही खुशी दिए माँ खुशी होती माँ कहती हार्मोनी इज माय एम मोर लक्ष्य होची संगति एंड ऑल दैट लीड्स टू हार्मोनी मेक्स मी हैप्पी जेकोसी जिनस हार्मोनी आड़क तुमको नहीं जाउछे सेटा मते सब बड़े खुशी दिए किंतु बिना कलहरे आजिर परिवार आगु को बढ़ू नाही अनेक लोकों मुखर मु शुणी ओ घर करी कार करी ना घर अच्छा स्वामी स्त्री किए कजिया न नागुची कार झगड़ा ना तेणु स्वामी स्त्री हेचु माने झगड़ाटा अपरिहार्य संसार टी करिछु माने झगड़ाटी अपरिहार्य झगड़ा हबो झगड़ा बिना संसार नाही झगड़ा बिना स्वामी स्त्री रो संपर्क नाही झगड़ा बिना सासु बोर झगड़ा हबो तेणु आम संसार टी करिछु माने कलह अनिवार्य किंतु माँ कहती परस्पर भितर कलह लागुना जे मो छाती रे छुरी मारी देउछ भगवान को कार्य विरुद्ध रे युद्ध घोषणा करुछ मनीष जानी नाही केमिति संगतिपूर्ण भावरे एक सुंदर जीवन जीवा को पड़े माँ गोटे बाणी अच्छी स्वीटनेस इज विदिन एवरी हार्ट बिटरनेस इज एन इल्यूजन सबुरी हृदय मध्य मधुरता भरी रही तिक्तता होची एक माया जदि जीवन रे एटा भी आउ गोटे बाणी जदि जीवन रे कलह रहिबो नाही विद्रोह रहिबो नाही असंगति रहिबो नाही तेबे जीवनटी मधुमय होई जिवो जदि आमे संगतिपूर्ण जीवन जी पारिबा तेबे माँ महालक्ष्मी आम सहित निश्चय रहिबे एथिरे संदेह नाही दिस इज द पावर ऑफ महालक्ष्मी एंड देयर इज नो aspect of the divine shakti more attractive to the heart of embodied beings यह हेला महालक्ष्मी का शक्ति देहधारी जीव पाखरे भागवती शक्तिंकर एपरी चित्त विमोहनकारी आउ कौनसी प्रकाश नहीं काहारी पाखको देहधारी जीव माने जाई पारि देहधारी माने देह धारण करिबा प्रत्येकटी जीव केवल मनुष्य नुहे
ସମସ୍ତେ ମହାଲକ୍ଷ୍ମୀଙ୍କ ଆଡ଼କୁ ଆଗ୍ରହୀ। ଦେହଧାରୀ ଜୀବ ବିମୋହିତ ଅତି, ମନେ ହୁଏ ଏହା ଏକମାତ୍ର ଗତି। ଏହାର ଅର୍ଥ ହେଲା ଏଠାରେ ପୃଥିବୀ ଉପରେ ମନୁଷ୍ୟ ମାନଙ୍କ ବିଷୟରେ, ଅନ୍ୟାନ୍ୟ ସତ୍ତା ମାନଙ୍କ ବିଷୟରେ ଭିନ୍ନ ଏକ ଢଙ୍ଗରେ ପ୍ରଭୁ କହିଛନ୍ତି। ଅନ୍ୟାନ୍ୟ ଜୀବ ଏବଂ ପ୍ରାଣୀ ମାନଙ୍କୁ ମଧ୍ୟ ଏହା ବୁଝାଉଛି। ମହାଲକ୍ଷ୍ମୀ ପ୍ରାଣୀ ମାନଙ୍କୁ ମଧ୍ୟ ଅତ୍ୟନ୍ତ ଭଲ ପାଆନ୍ତି। ଏପରିକି ସବୁଠାରୁ ହିଂସ୍ର ଭୟଙ୍କର ପ୍ରାଣୀ ମାନେ ମଧ୍ୟ ତାଙ୍କ ସଂସ୍ପର୍ଶରେ ଅତ୍ୟନ୍ତ ଭଦ୍ର ନିରୀହ ହୋଇଯାଆନ୍ତି। ସେଥିପାଇଁ ପ୍ରଭୁ ଶ୍ରୀ ଅରବିନ୍ଦ ମନୁଷ୍ୟ ସତ୍ତା କହିନାହାନ୍ତି, ମନୁଷ୍ୟ ସତ୍ତା ପରିବର୍ତ୍ତେ ଦେହଧାରୀ ଜୀବ ବୋଲି କହିଛନ୍ତି। ଅର୍ଥାତ୍ ପୃଥିବୀ ଉପରେ ଦେହ ଧରିଥିବା ସମସ୍ତ ପ୍ରାଣୀ ମା ମହାଲକ୍ଷ୍ମୀଙ୍କ ଆଡ଼କୁ ଆକୃଷ୍ଟ ହୋଇଥାନ୍ତି। Maheshwari can appear too calm and great and distant for the littleness of earthly nature to approach or contain her. ମାହେଶ୍ୱରୀ ଅତି ସ୍ଥିର, ଅତି ମହତ୍, ଅତି ଦୂର। ପାର୍ଥିବ ପ୍ରକୃତିର କ୍ଷୁଦ୍ରତା ତାଙ୍କ ସମୀପବର୍ତ୍ତୀ ହେବାକୁ ଅଥବା ତାଙ୍କୁ ଧରି ରଖିବାକୁ ଅସମର୍ଥ। ସେ ଜ୍ଞାନର ଭଣ୍ଡାର, ତାକୁ ଛୁଇଁବାକୁ ବି ମଣିଷ ଅସମର୍ଥ। ମାହେଶ୍ୱରୀ ସ୍ଥିର ମହତ ଉଦାର, ପାର୍ଥିବ ପ୍ରକୃତି ଠାରୁ ବହୁ ଦୂର। ମାହେଶ୍ୱରୀଙ୍କର ନିକଟବର୍ତ୍ତୀ ସମସ୍ତ ପ୍ରାଣୀ ହୋଇପାରନ୍ତି ନାହିଁ, ତାଙ୍କର ନିକଟବର୍ତ୍ତୀ ହେବା ଏତେ ସହଜ ନୁହେଁ। ସାବିତ୍ରୀରେ ବର୍ଣ୍ଣନା ଅଛି, ପ୍ରଭୁ କହିଛନ୍ତି ଆଇ ଏମ୍ ଦୁର୍ଗା, ଗଡେସ୍ ଅଫ୍ ଦି ପ୍ରାଉଡ ଆଣ୍ଡ ଷ୍ଟ୍ରଙ୍ଗ। ଯଦି ଜଣେ ଯଥାର୍ଥର ଯୋଗୀ ହୋଇଥିବ ତେବେ ସେ ମାହେଶ୍ୱରୀଙ୍କର ନିକଟବର୍ତ୍ତୀ ହୋଇପାରିବ ବା ସେଇ ଶକ୍ତି ସ୍ରୋତକୁ ଠିକ ଭାବରେ ଗ୍ରହଣ କରିପାରିବ। ଯଦି ଜଣେ ପ୍ରକୃତରେ ଯୋଗୀ ହେଇଥିବ, ଯୋଗ ସାଧନା କରୁଥିବ, ଅଦରୱାଇଜ ନଟ୍, ଅନ୍ୟ ପକ୍ଷରେ ସବୁ ପ୍ରାଣୀ ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ତାଙ୍କ ପାଖରେ ପହଞ୍ଚିବା। ମହାକାଳୀ ଟୁ ସୁଇଫ୍ଟ and formidable for its weakness to bear. ପାର୍ଥିବ ପ୍ରକୃତିର ଦୁର୍ବଳତା ମହାକାଳୀଙ୍କର ପ୍ରାଖର୍ଯ୍ୟ ପ୍ରଚଣ୍ଡତା ସହ୍ୟ କରିପାରେ ନାହିଁ। କାଳୀଙ୍କର ପ୍ରଖରତା ପ୍ରଚଣ୍ଡତା, ପାଖେ ପାର୍ଥିବ ପ୍ରକୃତି ନତ ମଥା। ମହାକାଳୀ ବଳ ପ୍ରୟୋଗକୁ ଭଲ ପାଆନ୍ତି, ଯୁଦ୍ଧକୁ ଭଲ ପାଆନ୍ତି, ତାଙ୍କର ନ୍ୟାୟ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦିଏ। ସାବିତ୍ରୀରେ ପ୍ରଭୁ କହିଛନ୍ତି ଆଇ ୱେୟାର ଦି ଫେସ୍ ଅଫ୍ କାଳୀ ହ୍ୱେନ୍ ଆଇ କିଲ୍। ତେଣୁ ସମସ୍ତ ଜୀବ ଜଗତ ମହାକାଳୀଙ୍କର ନିକଟବର୍ତ୍ତୀ ହୋଇପାରନ୍ତି ନାହିଁ, ତାଙ୍କୁ ଭଲ ପାଇପାରନ୍ତି ନାହିଁ। ସାମାନ୍ୟ ତ୍ରୁଟି ବି ମହାକାଳୀଙ୍କର ଅସହନୀୟ। କେବଳ ବୀର, ଶକ୍ତିମାନ ଓ ମହତଙ୍କର ସେ ପୂଜ୍ୟା ଓ ପ୍ରିୟ। ବଟ୍ all torn with joy and longing to ମହାଲକ୍ଷ୍ମୀ। କିନ୍ତୁ ମହାଲକ୍ଷ୍ମୀଙ୍କ ଆଡ଼କୁ ସମସ୍ତେ ଆନନ୍ଦରେ ଆଗ୍ରହରେ ଉନ୍ମୁଖ। ସମସ୍ତେ, ସାଧାରଣ ଲୋକଠାରୁ ଆରମ୍ଭ କରିକି ଆମର ବଡ଼ ବଡ଼ ସାଧକ ମାନଙ୍କ ପାଖ ଆରମ୍ଭ କରିକି ଆମର ଜୀବଜନ୍ତୁ ସମସ୍ତେ ମହାଲକ୍ଷ୍ମୀଙ୍କ ଆଡ଼କୁ ଆନନ୍ଦରେ ଆଗ୍ରହରେ ଉନ୍ମୁଖ, ନିଜକୁ ଖୋଲି ଧରିଥାନ୍ତି। କାରଣ ଭଗବାନଙ୍କର ଉନ୍ମାଦକାରୀ ମାଧୁର୍ଯ୍ୟର ଯାଦୁ ମନ୍ତ୍ର ସେ ବିକୀର୍ଣ୍ଣ କରିଦେଇଛନ୍ତି। ତାଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେବା ଏକ ନିବିଡ଼ତମ ଆନନ୍ଦ। ହୃଦୟ ମଧ୍ୟରେ ତାଙ୍କୁ ଅନୁଭବ କରିବା ହେଲା ସମଗ୍ର ଜୀବନକୁ ଏକ ରସାପ୍ଲୁତ ଆନନ୍ଦ ଓ ପରମାଶ୍ଚର୍ଯ୍ୟରେ ପରିଣତ କରିବା। ମହାଲକ୍ଷ୍ମୀ ଆଡ଼େ ସାନନ୍ଦେ ସାଗ୍ରହେ, ମାନବ ନୟନ ସଦା ଚାହିଁ ରହେ। ଉନ୍ମାଦ ମାଧୁରୀ ଯାଦୁ ମନ୍ତ୍ର ପରି, ନିବିଡ଼ ଆନନ୍ଦ ରହେ ତାଙ୍କୁ ଘେରି। ମହାଲକ୍ଷ୍ମୀଙ୍କ ଆଡ଼କୁ ସମସ୍ତେ ଆନନ୍ଦରେ ଆଗ୍ରହରେ ଉନ୍ମୁଖ। ମହାଲକ୍ଷ୍ମୀଙ୍କ ରୂପରେ ମାଙ୍କ ମୁହଁରେ ଥାଏ ଅଦ୍ଭୁତ ହସ। ଚାରି ପାଖରୁ ବିଚ୍ଛୁରିତ ହୁଏ ଅପୂର୍ବ ମାଧୁରୀ। ତାଙ୍କ ସାନ୍ନିଧ୍ୟରେ ହୃଦୟ ଏକ ଅପୂର୍ବ ଆନନ୍ଦରେ ଉଦ୍ବେଳିତ ହୁଏ। ମହାଲକ୍ଷ୍ମୀଙ୍କର ସାନ୍ନିଧ୍ୟରେ ତାଙ୍କର ପୂଜା ଦିନ ଝିଅ ବୋହୂମାନେ ପୂଜାର ଜାଗା, ଘର ଅଗଣାର ନିପୁଣ ଭାବରେ ଜୋଟି ଦିଅନ୍ତି। ଲକ୍ଷ୍ମୀ ପୂଜା ସମୟରେ ଘରେ ଘରେ, ସାହିରେ ସାହିରେ ଝୋଟିର ସାଜସଜ୍ଜା,
ମା ଲକ୍ଷ୍ମୀ ଆସିବେ ଯେ ଅସୁନ୍ଦରତା ଭିତରେ ସେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହନ୍ତି ନାହିଁ। କିନ୍ତୁ ଏଇଟା ଆମର ଗୋଟିଏ ଦିନର କାମ ନୁହେଁ ବା ମାର୍ଗଶିର ମାସ ଗୁରୁବାରର କାମ ନୁହେଁ ବା ପ୍ରତି ଗୁରୁବାରର କାମ ନୁହେଁ। ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତି ସେକେଣ୍ଡରେ ଏଇ ସୁନ୍ଦରତାକୁ ଆମେ ବଜାୟ ରଖିବା ଉଚିତ। କାରଣ ମହାଲକ୍ଷ୍ମୀ ସର୍ବଦା ଆମ ସହିତ ରହିବେ। ସେଇ କାମ ଆମେ କରିବା। ମା ମହାଲକ୍ଷ୍ମୀ ଆସିବେ ଯେ ଅସୁନ୍ଦରତା ଭିତରେ ଗୋଟିଏ ମୁହୂର୍ତ୍ତ ରହନ୍ତି ନାହିଁ। ଶଙ୍ଖ ହୁଳହୁଳିରେ ଦଶ ଦିଗ କମ୍ପୁଥାଏ ଗଗନ ପବନ, ଆବାହନ ଚାଲିଥାଏ ମହାଲକ୍ଷ୍ମୀଙ୍କର। ଶ୍ରୀ ଅରବିନ୍ଦ ମା ବହିରେ ଲେଖିଛନ୍ତି, ଯାହା କିଛି କୁତ୍ସିତ, ନୀଚ, ହୀନ, ଯାହା କିଛି ମଳିନ, ଯାହା କିଛି ରୂଢ, ଯାହା କିଛି ରୁକ୍ଷ, ଯାହା କିଛି ପାଶବିକ, ଅସଂସ୍କୃତ, ସେ ସବୁ ତାଙ୍କ ଆଗମନର ପ୍ରତିବନ୍ଧକ ହୁଏ। କୁତ୍ସିତ, ନୀଚ, ହୀନ, ମଳିନ, ଯାହା କିଛି ରୂଢ, ରୁକ୍ଷ, ପାଶବିକ, ଅସଂସ୍କୃତ, ତାଙ୍କ ଆଗମନର ପ୍ରତିବନ୍ଧକ ହୁଏ। ଯେଉଁଠାରେ ପ୍ରେମ ଓ ସୌନ୍ଦର୍ଯ୍ୟ ନାହିଁ ବା ପ୍ରକାଶିତ ହେବାକୁ ଚାହେଁ ନାହିଁ, ସେଠାକୁ ସେ ଆସନ୍ତି ନାହିଁ। ଯେଉଁଠି ପ୍ରେମ ନାହିଁ, ଯେଉଁଠି ସୌନ୍ଦର୍ଯ୍ୟ ନାହିଁ, ସେଟାକୁ ସେ ଆସନ୍ତି ନାହିଁ। ଛୋଟ ବେଳୁ ମୋ ବୁଢୀମା ପାଖରୁ ମୁଁ ଶୁଣିଛି, ଆହୁରି ଗୁରୁଜନ ମାନଙ୍କ ପାଖରୁ ଶୁଣି ଆସିଛି, ଜୋରରେ ଶବ୍ଦ କରି କବାଟ ବନ୍ଦ କରିବ ନାହିଁ, ମା ଲକ୍ଷ୍ମୀ ରାଗିଯିବେ। ଜିନିଷ ପତ୍ର ଭଲ ଭାବରେ ଧୋଇ ପୁଛି ସୁନ୍ଦର ଭାବରେ ସଜାଡି ରଖିବା, ନହେଲେ ମା ଲକ୍ଷ୍ମୀ ଘର ଛାଡି ଚାଲିଯିବେ। ଚାଲି ଚଳନରେ, ଭାବ ଭଙ୍ଗୀରେ ସର୍ବଦା ଛନ୍ଦମୟ ହେବାକୁ ହେବ, ସୁନ୍ଦରର ପୂଜାରୀ ହେବାକୁ ହେବ। ତା ନହେଲେ ମା ଲକ୍ଷ୍ମୀ ଚାଲିଯିବେ। ଜୋରରେ ଶବ୍ଦ କରି ହସିବାନି, ବିଶେଷତଃ ରାତିରେ। ଦୁମ୍ ଦୁମ୍ କରି ଚାଲିବା ନାହିଁ। ଗୋଟିଏ ଦାନା ଖାଦ୍ୟ ବି ନଷ୍ଟ କରିବା ନାହିଁ। ମା ଲକ୍ଷ୍ମୀଙ୍କର ନିଷେଧ। ଜିନିଷର ଅପଚୟ ତାଙ୍କ ପାଇଁ ଅସହ୍ୟ। ଆମେ ଯେ ଖାଇବାନି, ଅଧା ଖାଇବା, ଫିଙ୍ଗିଦବା, ଖାଦ୍ୟ ନଷ୍ଟ କରିବା, ଏଇ ସବୁ କାମ ମହାଲକ୍ଷ୍ମୀଙ୍କର ଅସହ୍ୟ। ଯାହା ବି କରିବା ସବୁଥିରେ ଯତ୍ନର ସହିତ ଶ୍ରୀ ସୁଷମା ଫୁଟେଇବାକୁ ଚେଷ୍ଟା କରିବା। ସବୁରେ ଯେମିତି ସୌନ୍ଦର୍ଯ୍ୟଟି ଭରି ରହିଥିବ। ଆଶ୍ଚର୍ଯ୍ୟର କଥା ଯେ ସେଇ ମାନେ ମୋ ବୁଢୀମା କଥା କହୁଛି, ଆଉ ସବୁ ଗାଁର ବୟସ୍କ ମା ମାନଙ୍କ କଥା କହୁଛି, ସେମାନେ ମହାଲକ୍ଷ୍ମୀଙ୍କର କଣ ଦାବୀ କେମିତି ଜାଣିଥିଲେ? ସେମାନେ ସାରା ଜୀବନ ନିଜ ଅଜାଣତରେ କି ସୁନ୍ଦର ଭାବରେ ସ୍ୱୟଂ ମା ମହାଲକ୍ଷ୍ମୀଙ୍କୁ ସ୍ମରଣ କରି କରି ସଂସାରର ଧର୍ମ ପାଳନ କରି ଯାଇଛନ୍ତି। ମୋ ମା ପାଠ ପଢି ନଥିଲା, କିନ୍ତୁ ଲକ୍ଷ୍ମୀ ପୁରାଣ ମାର ଶୁଣି ଶୁଣିକି ମୁହଁରେ ଖାଲି ମାର ନୁହେଁ, ସମସ୍ତଙ୍କର ମୁଖସ୍ଥ କି ସୁନ୍ଦର ଜୀବନ ଯାପନ କରୁଥିଲେ। ସେ ସମୟର ଏକାନବର୍ତ୍ତୀ ପରିବାର ଥିଲା। କିନ୍ତୁ ଏବେ ଆମେ ଯେତେ ଶିକ୍ଷିତ ହଉଛୁ, ସେତେ କଳି ଝଗଡା ଅସଙ୍ଗତି ଆମ ଭିତରେ ମାଡି ବସିକି ରହିଛି। ତେଣୁ ସେମାନଙ୍କ ଉପରେ ମା ମହାଲକ୍ଷ୍ମୀଙ୍କର ଦିବ୍ୟ କରୁଣା ଥିଲା ନିଶ୍ଚିତ ଭାବରେ। Grace and charm and tenderness flow out from her like light from the sun. ହୃଦୟରେ ତାଙ୍କୁ କଲେ ଅନୁଭବ, ଜୀବନ ଆନନ୍ଦ ରସାପ୍ଲୁତ ହେବ, ପରମ ବିସ୍ମୟ ହେବ ପରିଣତ, ସୂର୍ଯ୍ୟଠୁ ଯେପରି ଆଲୋକ ନିଃସୃତ। ସୂର୍ଯ୍ୟଙ୍କ ଠାରୁ ଯେପରି ଆଲୋକ ନିଃସୃତ ହୁଏ, ସେହିପରି ମହାଲକ୍ଷ୍ମୀଙ୍କ ଠାରୁ ଶ୍ରୀ ଶୋଭା ସ୍ନେହ ପ୍ରବାହିତ ହୁଏ। ଅର୍ଥାତ୍ ସୂର୍ଯ୍ୟଙ୍କ ଠାରୁ ଆଲୋକ ନିଃସୃତ ହେଲେ ଅନ୍ଧକାର ଦୂରେଇ ଯିବାକୁ ବାଧ୍ୟ ହୁଏ। କାରଣ ସୂର୍ଯ୍ୟ ଆଲୋକ ଆଉ ଅନ୍ଧକାର ଏକା ସାଙ୍ଗରେ ରହିବାର ପ୍ରଶ୍ନ ଉଠୁନି। ଠିକ୍ ସେହିପରି ମା ମହାଲକ୍ଷ୍ମୀ ଆମ ଉପରେ ଯଦି ସନ୍ତୁଷ୍ଟ ହୋଇଗଲେ, ଆମ ଜୀବନରୁ ଦୁଃଖ, କଷ୍ଟ, ଯନ୍ତ୍ରଣା ଚିରଦିନ ଲାଗି ବିଦାୟ ନେଇଯିବ। ଯଦି ମହାଲକ୍ଷ୍ମୀ ଆମ ସହିତ ରହିବେ, ଦୁଃଖ ରହିବନି, କଷ୍ଟ ରହିବନି, ଯନ୍ତ୍ରଣା ରହିବନି, ରୋଗ ରହିବନି, ଖାଲି ଆନନ୍ଦ ହିଁ ଆନନ୍ଦ। Wherever she fixes her wonderful gaze or lets fall the loveliness of her smile, the soul is seized. ଆତ୍ମାଟି ବାନ୍ଧି ହୋଇଯାଏ। ଯେଉଁଠାରେ ସେ ତାଙ୍କର ଅନୁପମ ଦୃଷ୍ଟି ନିବଦ୍ଧ କରନ୍ତି କିମ୍ବା ତାଙ୍କ ସ୍ମିତ ହାସ୍ୟର ମାଧୁରୀମା ଢାଳି ଦିଅନ୍ତି, ସେଠାରେ ମନୁଷ୍ୟର ଅନ୍ତରାତ୍ମା ବାନ୍ଧି ହୋଇଯାଏ, ବନ୍ଦୀ ହୋଇଯାଏ, ଅତଳ ଆନନ୍ଦର ଗଭୀରରେ ବୁଡ଼ିଯାଏ। ଯୋଉଠାରେ ମହାଲକ୍ଷ୍ମୀ ତାଙ୍କର ଦୃଷ୍ଟି ନିବଦ୍ଧ କରନ୍ତି,
ଆଖିରେ ପଡି ଯାଇଥିବ, ସ୍ମିତ ହାସ୍ୟର ମାଧୁରୀମା ଢାଳି ଦିଅନ୍ତି। ଆମର କାର୍ଯ୍ୟକଳାପକୁ ଦେଖି ମା ଯଦି ଟିକେ ହସି ଦେଇଥିବେ, ସେଠାରେ ମନୁଷ୍ୟର ଅନ୍ତରାତ୍ମା ବାନ୍ଧି ହୋଇଯାଏ ଏବଂ ବନ୍ଦୀ ହୁଏ। ତାଙ୍କର ନିବଦ୍ଧ ଦୃଷ୍ଟି ଅନୁପମା, ତାଙ୍କ ସ୍ମିତ ହାସ୍ୟ ଢାଳେ ମାଧୁରୀମା, ମନୁଷ୍ୟର ଆତ୍ମା ହୋଇଯାଏ ବାନ୍ଧି, ଅତଳ ଆନନ୍ଦେ ବୁଡି ହୁଏ ବନ୍ଦୀ। ମହାଲକ୍ଷ୍ମୀଙ୍କର ଦୃଷ୍ଟିର ଗଭୀରତା ଆମେ ନିର୍ଣ୍ଣୟ କରିପାରିବା ନାହିଁ। ବିଶାଳତାକୁ ମାପିବା ଅତୀବ କଷ୍ଟକର। ତାଙ୍କ ଦୃଷ୍ଟିର ବିଶାଳତାକୁ ମାପି ପାରିବା ନାହିଁ, କାରଣ ଏହା ଅପରିମିତ ପ୍ରଜ୍ଞାରେ ପରିପୂର୍ଣ୍ଣ, ଯାହା ଆତ୍ମାକୁ ଆୟତ୍ତ କରିଥାଏ। ମହାଲକ୍ଷ୍ମୀଙ୍କର ଦୃଷ୍ଟି ଏହି ଚକ୍ଷୁଦ୍ୱୟ, ଯାହା ଶୁଦ୍ଧ ସ୍ଫଟିକର ସ୍ୱଚ୍ଛତାରେ ଚମକୁଥାଏ। ସ୍ଫଟିକ ସ୍ୱଚ୍ଛ ଚମକୁଥାଏ, ହୃଦୟକୁ ଦଖଲ କରିନିଏ, ହୃଦୟକୁ ପ୍ରଜ୍ୱଳିତ କରେ, ସକଳ ଅପୂର୍ଣ୍ଣତାକୁ ଜାଡ଼ି ଦଗ୍ଧ କରିଦିଏ। ମିଥ୍ୟାଚାର, ଅଜ୍ଞାନତା, ଅସୁନ୍ଦରତା, ଦୁନିଆର ଅନେକ ଦୁର୍ଦ୍ଦଶା, ଘୃଣା, ଯନ୍ତ୍ରଣାକୁ ବିତାଡ଼ିତ କରେ ମହାଲକ୍ଷ୍ମୀଙ୍କର ଦୃଷ୍ଟି ଏବଂ ସେଥିରୁ ମୁକ୍ତ କରାଏ। ତାହାକୁ କଳ୍ପନା କରିବା ଆମ କ୍ଷୁଦ୍ର ପାର୍ଥିବ ମନ ଆଉ ବୁଦ୍ଧି ପକ୍ଷେ ଏକବାରେ ଅସମ୍ଭବ। ଆମେ ମାଙ୍କର ଚାହାଣୀକୁ କଳ୍ପନା ବି କରିପାରିବା ନାହିଁ। ମା ମହାଲକ୍ଷ୍ମୀଙ୍କର ଏହି ଦୃଷ୍ଟି ଅସୀମତାକୁ ଅତିକ୍ରମ କରିଯାଏ। କେବଳ ସେତିକି ନୁହେଁ, ଏହି ଦୃଷ୍ଟି ଆଲୋକ ବିକିରଣ କରେ, ଜ୍ୟୋତି ବିକିରଣ କରେ, ଆନନ୍ଦ ବିକିରଣ କରେ। ଯାହା ସବୁ ଦେଖେ, ଜାଣେ ଏବଂ ସ୍ପର୍ଶ କରେ, ସେ ସବୁକୁ ରୂପାନ୍ତର କରିଦିଏ। ଅନିର୍ବଚନୀୟ କୃପା ସହ ବିଜୟ ହାସଲ କରେ। ଏହି ଚକ୍ଷୁ ଦୁଇଟି ପ୍ରେମ ଓ କରୁଣାରେ ଉଚ୍ଛଳିତ। ଏଇ ଚକ୍ଷୁ ପ୍ରେମ ଓ କରୁଣାରେ ଉଚ୍ଛଳିତ। ଏଇଠି ଗୋଟେ ମୁଁ ନିଜର ଉଦାହରଣ, ମୋର ଜେଜେବାପା ମାଙ୍କ ପାଖକୁ ଯାଇଥିଲେ ପଣ୍ଡିଚେରୀ। ସେ ମତେ କହନ୍ତି, ମୋ ମାଙ୍କ ଆଖିରେ ମା କି କରୁଣା, କି ଆଖି, କି କହନ୍ତି ଜେଜେ ବହୁତ କାନ୍ଦନ୍ତି ସେ କଥା କହିକି। ମାଙ୍କ ହାତରୁ ସେ ଆଶୀର୍ବାଦ ପୁଷ୍ପ ଆଣିଛନ୍ତି। ମାଙ୍କ ଆଖି କଥା ଖାଲି ସେ ବର୍ଣ୍ଣନା କରନ୍ତି, କହିବେ କି ଆଖି, କି ଚାହାଣୀ, କି କରୁଣା। ମତେ ଜେଜେ ବହୁବାର ଏ କଥାଟି କହିଛନ୍ତି ଏବଂ ବହୁତ କାନ୍ଦନ୍ତି ବି ସେଇ କଥାଟି ସେ କହିକି। ତେଣୁ ତାଙ୍କ ଚକ୍ଷୁ ଦୁଇଟି ପ୍ରେମ, ଏଟା କେବଳ ବହିରେ ଲେଖାଯାଇନି, ଯୋଉମାନେ ପ୍ରାକ୍ଟିକାଲି ମାଙ୍କୁ ଦେଖିଛନ୍ତି ସେମାନେ ଅନୁଭବ ବି କରିଛନ୍ତି। ପ୍ରେମ କରୁଣାରେ ଉଚ୍ଛଳିତ, ଅତିଶୟ ସିକ୍ତ ଏଇ ଦୃଷ୍ଟିର ଜ୍ୟୋତିର ଆଭାରେ ମନୁଷ୍ୟର ହୃଦୟ ଆଲୋକିତ ହୋଇଯାଏ। ମନୁଷ୍ୟର ଆତ୍ମା ଏଇ ଚକ୍ଷୁଦ୍ୱୟରେ ପ୍ରତିବିମ୍ବିତ ହୁଏ। ଏତିକି ବି ନୁହେଁ, ଏଇ ଦୃଷ୍ଟି ଯାହା ଦୁନିଆର ସୌନ୍ଦର୍ଯ୍ୟ ବ୍ୟତୀତ ଅନ୍ୟ କିଛି ବି ଦେଖେ ନାହିଁ। ମା ମହାଲକ୍ଷ୍ମୀଙ୍କ ପାଖରେ ଅସୁନ୍ଦରତାର ପ୍ରଶ୍ନ ଉଠୁନି। ସୌନ୍ଦର୍ଯ୍ୟ ବ୍ୟତୀତ ସେ କିଛି ବି ଦେଖନ୍ତିନି। ତାହା ଅତି ପାର୍ଥିବ ବା ବିଶ୍ୱାତୀତ ସୌନ୍ଦର୍ଯ୍ୟ ସହ ସଂଗତି ସଂଯୋଗ ସ୍ଥାପନ କରେ, ତାହାକୁ ବ୍ୟକ୍ତ କରେ। କୁତ୍ସିତତା ମଧ୍ୟରେ ସୌନ୍ଦର୍ଯ୍ୟ ପ୍ରକାଶ କରିବା, ବିପତ୍ତି ଦୁଃଖ କଷ୍ଟକୁ ଦିବ୍ୟ ଆନନ୍ଦରେ ପରିଣତ କରିବା, ଅଜ୍ଞାନତା ଅନ୍ଧକାରକୁ ଜ୍ଞାନ ଓ ଆଲୋକରେ ପରିଣତ କରିବା, ଅଚେତନାକୁ ଚେତନାରେ ପରିବର୍ତ୍ତନ କରିବାର ଅସାଧାରଣ ଶକ୍ତି ମା ମହାଲକ୍ଷ୍ମୀଙ୍କର ଦୃଷ୍ଟିରେ ରହିଛି। ତାମାନେ ଯେତେ ପ୍ରକାର କୁତ୍ସିତତା ଅଛି ତାକୁ ସୌନ୍ଦର୍ଯ୍ୟରେ ପ୍ରକାଶ, ଯଦି ସେ ଆମର ସନ୍ତୁଷ୍ଟ ହେଇଗଲେ ସୌନ୍ଦର୍ଯ୍ୟରେ ପ୍ରକାଶ କରିବା, ଯାହା ଦୁଃଖ କଷ୍ଟ ଆମ ଜୀବନରେ ରହିଛି ତାକୁ ଆନନ୍ଦରେ ପରିଣତ କରିବା, ଦିବ୍ୟ ଆନନ୍ଦ, ଖାଲି ଆନନ୍ଦ ନୁହେଁ ଦିବ୍ୟ ଆନନ୍ଦରେ ପରିଣତ କରିବା। ଯାହା ଅଜ୍ଞାନତା ଆମ ଭିତରେ ରହିଛି, ଅନ୍ଧକାର ରହିଛି, ଅଜ୍ଞାନକୁ ଜ୍ଞାନ ଦେବା, ଅନ୍ଧକାରକୁ ଆଲୋକରେ ପରିଣତ କରିବା, ଅଚେତନାକୁ ଚେତନାରେ ପରିବର୍ତ୍ତନ କରିବାର ଅସାଧାରଣ occult and delicate influence refines mind and life and body. ତାଙ୍କ ହସ୍ତର ସ୍ପର୍ଶ ପରମାନନ୍ଦମୟ। ସେହି ସ୍ପର୍ଶର ପ୍ରସନ୍ନ ସୁକୁମାର ପ୍ରଭାବ ମନ, ପ୍ରାଣ ଓ ଦେହକୁ ଶୋଧିତ କରେ ଏବଂ ମାର୍ଜିତ କରେ।
ମହାଲକ୍ଷ୍ମୀଙ୍କର ହସ୍ତରେ ମଧ୍ୟ ଚୁମ୍ବକୀୟ ଶକ୍ତି ଅଛି। ସେହି ହସ୍ତର ସ୍ପର୍ଶ ରହିଲେ ଆମକୁ, ମା ଯଦି ଟଚ୍ କରିଦେଲେ ଆମକୁ ମିଳିବ ପରମ ଆନନ୍ଦ। ଆମର ଅଶୁଦ୍ଧ ମନ ପ୍ରାଣ ଶରୀରକୁ ତାହା ଶୋଧିତ କରିବ, ମାର୍ଜିତ କରିବ, ଭଗବାନଙ୍କ ପ୍ରତି ଉନ୍ମୁଖ କରିଦେବ। ସେ ହସ୍ତ ପରଶେ ପରମାନନ୍ଦର, ପ୍ରସନ୍ନ ପ୍ରଭାବ ସ୍ପର୍ଶ ସୁକୁମାର। ଦେହ ପ୍ରାଣ ମନ କରଇ ଶୋଧିତ, ମାର୍ଜିତ ପରଶ ତାଙ୍କ ପଦପାତ। Where she presses her feet, quotes miraculous scenes of an entrancing ଆନନ୍ଦ। ଯେଉଁଠାରେ ତାଙ୍କ ପାଦ ସ୍ପର୍ଶ କରେ ସେଇଠାରେ ଚିତ୍ତ ଉନ୍ମାଦକାରୀ ଆନନ୍ଦର ସୁଧୁନି ପ୍ରବାହିତ ହୁଏ। ଯଦି ମାଙ୍କର ପାଦ ଥରୁଟିଏ ପଡ଼ିଯାଇଛି ଆନନ୍ଦର ଗଙ୍ଗା ପ୍ରବାହିତ ହୋଇଯାଏ। ଯେଉଁଠାରେ ମା ମହାଲକ୍ଷ୍ମୀଙ୍କର ପାଦ ପଡ଼ିଛି, ଧରିତ୍ରୀର ଯେଉଁ ସ୍ଥାନ ତାଙ୍କ ସ୍ପର୍ଶ ଲାଭ କରିଛି, ମାଟି ମା ଯେଉଁ ସ୍ଥାନ ମହାଲକ୍ଷ୍ମୀଙ୍କର ସ୍ପର୍ଶ ଲାଭ କରିଛି ସେଇ ସ୍ଥାନ ପୁଣ୍ୟ ସ୍ଥଳ ହୋଇଛି, ଶୁଦ୍ଧ ହୋଇଛି। ସେଠାରେ ଆନନ୍ଦର ଗଙ୍ଗା ପ୍ରବାହିତ ହୋଇଛି। ମନୁଷ୍ୟମାନଙ୍କୁ ସକଳ ବନ୍ଧନରୁ ମୁକ୍ତ ହେବା ସକାଶେ, ତାକୁ ଶୁଦ୍ଧ କରିବା ସକାଶେ ମା ମହାଲକ୍ଷ୍ମୀ ତା ଅନ୍ତର ଭିତରେ ଦୀପ ଜଳାଇ ଦେଇଥାନ୍ତି। ଧରିତ୍ରୀ ବକ୍ଷରେ ଯେଉଁ ସ୍ଥାନରେ ତାଙ୍କ ପାଦ ପଡ଼ିଛି ସେ ସ୍ଥାନ ଧନ୍ୟ ହୋଇଛି। ତାଙ୍କର ପଦବ୍ରଜ ପଦଧୂଳି ଯୋଗୁଁ ରୂପାନ୍ତରର ଯେଉଁ ପ୍ରଭାବ ପଡ଼ିଛି ତାହାକୁ ଧରିତ୍ରୀ ମା କୃତଜ୍ଞତାର ସହ ଧାରଣ କରିଛି। ଏଥିପାଇଁ ଅବର୍ଣ୍ଣନୀୟ ଆନନ୍ଦରେ ବିଭୋର ହୋଇଛି ଧରିତ୍ରୀ। ପୁନଶ୍ଚ ମହାଲକ୍ଷ୍ମୀଙ୍କ ଠାରୁ ନିଃସୃତ ହୋଇଥିବା ଶକ୍ତିକୁ ପ୍ରକୃତି ସଞ୍ଚୟ କରୁଛି। ସେହି ଶକ୍ତିକୁ ଚତୁର୍ଦିଗକୁ ପ୍ରେରଣ କରୁଛି, ଯାହା ଫଳରେ ନୂତନ ଚେତନା ଧାରଣ କରି ନୂଆ ନୂଆ ବୃକ୍ଷରାଜି ପୁଷ୍ପମାନ ଉତ୍ପନ୍ନ ହେଉଛି। ଆଜିକାଲି ଯୋଉଭଳି ଫୁଲ ଆସୁଛି, ଯୋଉଭଳି ରଙ୍ଗର, ଯୋଉଭଳି ଢଙ୍ଗରେ ଫୁଲମାନ, ଆଶ୍ଚର୍ଯ୍ୟ, ଯାହା ପୂର୍ବରୁ କେବେ ଦେଖା ଯାଉନଥିଲା। ଅଦ୍ଭୁତ ଏ ପୁଷ୍ପ ଗୁଡ଼ିକ ସାଧାରଣ ପୁଷ୍ପ ଠାରୁ ସେଗୁଡ଼ିକ ସ୍ପଷ୍ଟ ଭାବେ ଭିନ୍ନ ଅଟନ୍ତି। ସେହି ପୁଷ୍ପ ଗୁଡ଼ିକ ବହୁତ ସୁନ୍ଦର, ନୂତନ ସୃଷ୍ଟିର ଗୋଟିଏ ଗୋଟିଏ ଦିଗର ପ୍ରତୀକ ସ୍ୱରୂପ ଅଟନ୍ତି ସେଇ ଫୁଲ ଗୁଡ଼ିକ। ଯେଉଁ ଯେଉଁ ସ୍ଥାନରେ ମା ମହାଲକ୍ଷ୍ମୀଙ୍କର ପାଦ ପଡ଼ିଛି ସେଠାରେ ଏକ ଅଦ୍ଭୁତ ପ୍ରଭାବ ପଡ଼ିଛି, ଭିନ୍ନ ଭିନ୍ନ ପରିଣାମ ଆସିଛି। ସେ ସ୍ଥାନର ବାତାବରଣଟି ଅଦ୍ୱିତୀୟ ସ୍ପନ୍ଦନରେ ପୁଲକିତ ହୋଇଛି। ମା ଯୋଉଠି ପାଦ ପକେଇଛନ୍ତି, ମହାଲକ୍ଷ୍ମୀଙ୍କର ପାଦ ଯୋଉଠି ପଡ଼ିଛି, ଯେଉଁ ସ୍ଥାନରେ ମହାଲକ୍ଷ୍ମୀ ପାଦ ପକାଇଛନ୍ତି ସେହି ସ୍ଥାନର ମାଟି କୃତଜ୍ଞତାର ସହ ମହାଲକ୍ଷ୍ମୀଙ୍କର ଉପାସନା କରୁଛି, ଆହ୍ଲାଦ ମଧ୍ୟରେ ସ୍ମରଣ କରୁଛି ମାଙ୍କୁ। ମାଟି, ପଥର, ବାଲି, ପାଣି, ବାୟୁ ଯାହା ସବୁ ଏ ବିଶ୍ୱକୁ ଗଠନ କରିଛି ସେ ସବୁ ନବଜନ୍ମ ପାଇଁ ଅନୁନୟ କରୁଛନ୍ତି ମାଙ୍କ ପାଖରେ, ଗୁହାରି କରୁଛନ୍ତି। ଏଇ ପାଦର ସ୍ପର୍ଶ କାହାକୁ ଆରୋଗ୍ୟ କରିଛି, କାହାର ବିକାଶ ସାଧନ କରିଛି, କାହାକୁ ଆଶୀର୍ବାଦ ଦେଇଛି, କାହାକୁ ଦୁରାରୋଗ୍ୟରୁ ମୁକ୍ତ କରିଛି। ତାଙ୍କର ପାଦ ଯେଉଁଠି ପଡ଼ିଛି ତାହା ଜଡ଼ ପଦାର୍ଥକୁ ଜାଗ୍ରତ କରିଛି। ମହାଲକ୍ଷ୍ମୀଙ୍କର ପ୍ରତିଟି ପଦକ୍ଷେପ ବହୁ ମୂଲ୍ୟବାନ, ଯାହା ଜଡ଼ ମଧ୍ୟରେ ଚେତନାକୁ ଜାଗ୍ରତ କରେ। ସେ ତ ମହାଲକ୍ଷ୍ମୀ ସୌନ୍ଦର୍ଯ୍ୟର ଗନ୍ତାଘର। ତାଙ୍କର ପାଦ ଆଙ୍ଗୁଠି ଗଠନ ଖୁବ୍ ସୁନ୍ଦର ଓ ନିଖୁଣ, ଅପୂର୍ବ ସେ ପାଦ। ତାଙ୍କ ପାଦରେ ରହିଛି ସୂର୍ଯ୍ୟଙ୍କର ତେଜ। ପ୍ରତିଟି ନଖ ଯେମିତି ସୂକ୍ଷ୍ମ କାରୁକାର୍ଯ୍ୟରେ ଭରା ଗୋଟିଏ ଗୋଟିଏ ଛୋଟ ଶାମୁକା। ତାଙ୍କର ନଖ ଟିକେ ଟିକେ ଗୋଟିଏ ଗୋଟିଏ ଛୋଟ ଶାମୁକା, ସୂକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଗୋଟିଏ ଛୋଟ ଶାମୁକା। ପଦ୍ମ ଫୁଲର ସୁଷମା ଆଉ ଶିଶିରର ସ୍ନିଗ୍ଧତା ନେଇ ମାଙ୍କର ଚରଣ ଗଢ଼ା ହୋଇଛି। ତେଜ, ସୌନ୍ଦର୍ଯ୍ୟ, ସ୍ନିଗ୍ଧତାର ଏକ ଆଶ୍ଚର୍ଯ୍ୟଜନକ ମିଳନ ଘଟିଛି ସେଇ ପାଦରେ।
ମାଙ୍କର ଏଇ ଦୃଷ୍ଟି, ମାଙ୍କର ହସ, ତାଙ୍କ ପାଦର ସ୍ପର୍ଶରେ କେତେ ସାଧକ ସାଧିକା ତାଙ୍କର ଥରୁଟିଏ ଦର୍ଶନରେ ଅଟକି ଯାଇଛନ୍ତି ପଣ୍ଡିଚେରୀରେ। ଥରେ ମନୋଜ ଦାସଙ୍କର ଗୋଟେ ସାକ୍ଷାତକାର ମୁଁ ପଢିଥିଲି। ସେ କହିଛନ୍ତି ଯେତେବେଳେ ପ୍ରଥମ ଥର ପାଇଁ ମୁଁ ମାଙ୍କୁ ଦେଖିଲି ପଣ୍ଡିଚେରୀରେ ଫେବୃଆରୀ 21 ଦର୍ଶନ ଦିନରେ, କହିଲେ କୋଟି ସୂର୍ଯ୍ୟର ଆଭା ବି ମଳିନ ପଡିଯିବ, ଆଉ ଏତେ ସୌନ୍ଦର୍ଯ୍ୟ ଧରି ରଖିବା ଗୋଟେ ମାନୁଷୀ ତନୁରେ ଆଦୌ ସମ୍ଭବ ନୁହେଁ। ଗୋଟେ ମଣିଷ କେବେ ଏତେ ସୁନ୍ଦର ହେଇପାରେ ନା, ଏତେ ସୌନ୍ଦର୍ଯ୍ୟ ଗୋଟେ ମଣିଷ ଶରୀର ଧାରଣ କରିପାରିବ ନାହିଁ। ଅଟକି ଗଲେ ସେ ଚାହିଁଥିଲେ ଓଡିଶାର ଆସି ଗୋଟେ ସୁନାମଧନ୍ୟ ବ୍ୟକ୍ତି କି କୋଉ ପୋଷ୍ଟରେ କେମିତି ରହିଥାନ୍ତେ, କିନ୍ତୁ ତାଙ୍କ ସାକ୍ଷାତକାରରେ ସେ କହିଛନ୍ତି ଗୋଟିଏ ଦର୍ଶନରେ ସେ ସବୁକୁ ତୁଚ୍ଛ କରିଦେଇଛନ୍ତି। ମାନ ସମ୍ମାନ ପ୍ରତିପତ୍ତି ସବୁ ତୁଚ୍ଛ କରିଦେଇକି ଅଟକି ଗଲେ ସେ ପଣ୍ଡିଚେରୀରେ। ଶୋଭାମିତ୍ରଙ୍କ କଥା କହି ମାତ୍ର 8 ବର୍ଷର ଝିଅ ସେ ଥିଲେ। ପଣ୍ଡିଚେରୀ ଯାଇଛନ୍ତି ମାଙ୍କୁ ଦେଖା କରିବାକୁ, କିନ୍ତୁ ସମୁଦ୍ର ଦେଖିବାକୁ ବହୁତ ଆଗ୍ରହ। ତାଙ୍କ ମା ତାଙ୍କ କାକାଙ୍କ ସହିତ ସମୁଦ୍ର ବୁଲି ବୁଲି ଯାଇ ଆଶ୍ରମରେ ପହଞ୍ଚିଲା ବେଳକୁ ଦର୍ଶନ ସରି ଯାଇଥାଏ। ମା ଆଉ ଦର୍ଶନ ଛାଡିକି ଗଲେଣି, କିନ୍ତୁ ମା ଜାଣିଥାନ୍ତି ତାଙ୍କ ଅପେକ୍ଷାରେ କୋଉମାନେ ଅଛନ୍ତି। ତେଣୁ ମା ତାଙ୍କ ରୁମକୁ ନ ଯାଇ ଅପେକ୍ଷା କରିକି ରହୁଛନ୍ତି। ଚମ୍ପକଲାଲ ଓହ୍ଲେଇ ଆସିଲେ ସିଡିରୁ, ମେଡିଟେସନ ହଲରେ ଡିକ୍ଲାର କଲେ କୋଉମାନେ ଅଛ ମାଙ୍କୁ ଦର୍ଶନ କରିବାକୁ, ମା ଅପେକ୍ଷା କରିଛନ୍ତି, ଯାଅ। ସେଇଠି ଶୁଭାମିତ୍ର, ତାଙ୍କ ମା, ତାଙ୍କ କାକା କହିଲେ ଆମେ ଅଛୁ, କହିକି ଗଲେ। ଶୁଭାମିତ୍ର ପ୍ରକାଶ କରୁଛନ୍ତି ମାତ୍ର ମୁଁ 8 ବର୍ଷର ଝିଅଟେ। ଦେଖିଦେଲି ମା ଧଳା ରଙ୍ଗର ବନାରସୀ ଶାଢୀ ପିନ୍ଧିଛନ୍ତି, ମୁଣ୍ଡରେ ହୀରାର ମୁକୁଟ, ଆଉ କ୍ଷୀର ଅଳତା ମିଶିଲେ ଯୋଉ ରଙ୍ଗ ସେଇଭଳି ତାଙ୍କ ଦେହର ରଙ୍ଗ। କହିଲେ ତ ସ୍ୱର୍ଗର ଦେବୀ। ଚଢିକି 3ଟି ପାହାଚ ଗୋଟିଏ ଜମ୍ପରେ ଡେଇଁଗଲେ। 3ଟି ପାହାଚ ଏକାଥରେ ଗୋଟେ ଜମ୍ପ ମାରିଛନ୍ତି ସେ, ଯାଇକି ମାଙ୍କ ପାଦ ତଳେ ପଡିଗଲେ। 3ଟି ପାହାଚ ଅତିକ୍ରମ କରି ମାଙ୍କ ପାଦ ତଳେ ପଡିଗଲେ। ମା ତାଙ୍କୁ କୁଣ୍ଢେଇ ନେଲେ, ଆଉ ସେ ଖାଲି କାନ୍ଦିଲେ, ଏତେ କାନ୍ଦିଲେ। ମାତା ମାନେ ସେ ଭାବିଲେ ମା ମୁଁ ତମକୁ ଛାଡିକି ତ ମତେ ଦିନେ ଯିବାକୁ ପଡିବ ମା ସହିତ ଗାଁକୁ, ସେଇ ଲାଗି ସେ ବହୁତ କାନ୍ଦିଲେ। ମା କହିଲେ ତୁମେ ବ୍ୟସ୍ତ ହୁଅନି, ମୋ ପାଖରେ ତୁମେ ରହିବ। ଥରୁଟିଏ ଦର୍ଶନରେ ଆମର ଯୋଉ, ମୁଁ ବଡ ବଡ ସାଧକ ସାଧିକାଙ୍କ ଉଦାହରଣ ନଉନି, ଆମର ଯୋଉ ଫିଲ୍ମ ଜଗତର ମହାଶ୍ୱେତା ରାୟ ଅଛନ୍ତି ହିରୋଇନ, ତାଙ୍କୁ ଯେତେବେଳେ ପଚରାଇ ତାଙ୍କ ସାକ୍ଷାତକାର ଗୋଟେ ମୁଁ ଦେଖୁଥିଲି ଯେ ଆପଣଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ କୋଉଟା, ନା ଯେତେବେଳେ ପଣ୍ଡିଚେରୀରେ 8 ବର୍ଷ ବୟସରେ ମୁଁ ସୀମାଙ୍କୁ ଦେଖିଲି, ମୋ ଜୀବନର ସବୁଠୁ ଖୁସିର ମୁହୂର୍ତ୍ତ। କହିଲେ ମୁଁ ଛୋଟ ପିଲା, କିଛି ଜାଣେନି, କିନ୍ତୁ ତାଙ୍କୁ ଦେଖିକି କାହିଁକି କାନ୍ଦିଲି ମୁଁ ଜାଣିଲି। କହିଲେ ମୁଁ ବହୁତ କାନ୍ଦିଛି, ଲୁହ ଧାର ଧାର ହେଇକି ଗଡି ଯାଇଛି। ମା ମତେ ଅଟକେଇ ରଖିଲେ, ସେଇଠି ସେ ପାଠ ପଢିଲେ। ତେଣୁ ଯିଏ ଥରେ ଦେଖିଛି ସେ ସେଠି ଅଟକି ଯାଇଛି। It is not easy to meet the demand of the enchanting power or to keep her presence. Harmony and beauty of the mind and soul, harmony and beauty of the thoughts and feelings, harmony and beauty in every outward act and movement, harmony and beauty of the life and surroundings. This is the demand of Mahalakshmi. କିନ୍ତୁ ଏହି ମନୋହାରିଣୀ ଦେବୀଙ୍କ ଦାବି ପୂର୍ଣ୍ଣ କରିବା ଅଥବା ତାଙ୍କ ଉପସ୍ଥିତି ଧରି ରଖିବା ସହଜ ନୁହେଁ, ଆଦୌ ସହଜ ନୁହେଁ। ବହୁତ କିଛି ତ ତାଙ୍କ ଦ୍ୱାରା ସମ୍ଭବ, କିନ୍ତୁ ତାଙ୍କୁ ଧରି ରଖିବା ସହଜ ନୁହେଁ। ତାଙ୍କର ଦାବି ଅଛି, ଆମ ପାଖରେ ତାଙ୍କର ଡିମାଣ୍ଡ ଅଛି। ସେ ଡିମାଣ୍ଡ କରନ୍ତି, ଯଦି ଏଇ ଡିମାଣ୍ଡ ସବୁ ଫୁଲଫିଲ୍ ଆମେ କରିପାରିବା ତେବେ ସେ ରହିବାକୁ ସମ୍ମତି ଦେବେ। ସେ ଡିମାଣ୍ଡ ଗୁଡ଼ିକ କଣ କଣ? ପ୍ରଥମରେ ମନ ଓ ଅନ୍ତରାତ୍ମାର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ, ମନ ଓ ଅନ୍ତରାତ୍ମାର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ, ଚିନ୍ତା ଓ ଅନୁଭବର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ, ଚିନ୍ତାର ଓ ଅନୁଭବର ସଙ୍ଗତି ରହିବ, ସୌନ୍ଦର୍ଯ୍ୟ ରହିବ। ପ୍ରତ୍ୟେକ ବାହ୍ୟ କର୍ମ ଓ ଗତିର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ, ଜୀବନ ଓ ପରିବେଶର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ। ଏହି ସବୁ ହେଲା ମହାଲକ୍ଷ୍ମୀଙ୍କର ଦାବି। ତାଙ୍କ ଦାବି ଯଦି ଆମେ ପୂରଣ କରିପାରିବାକୁ ଅସମର୍ଥ ହେବା, ସେ କେବେ ବି ଆମ ପାଖରେ ରହିବେ ନାହିଁ। ମହାଲକ୍ଷ୍ମୀଙ୍କର ଉପସ୍ଥିତି ସତ ପୂରଣ କରିବା ଅଟେ ମହାକଷ୍ଟ। ମନ ଅନ୍ତରାତ୍ମା ଚିନ୍ତା ଅନୁଭୂତି, ବାହ୍ୟ କର୍ମ ଗତି ସୌନ୍ଦର୍ଯ୍ୟ ସଙ୍ଗତି,
जीवन उपरी बेश सुसंगत एही सबु महालक्ष्मीकर शर्त। ଯେଉଁଠାରେ ମହାଲକ୍ଷ୍ମୀ ବାସ କରନ୍ତି ବା ବାସ କରିବାକୁ ଇଚ୍ଛା କରନ୍ତି ବା ସ୍ଥାୟୀ ଭାବରେ ବସବାସ କରନ୍ତି, ସେଠାରେ ସ୍ୱର୍ଗ ସୁଖ ଅନୁଭୂତ ହୁଏ। ଆନନ୍ଦ ହିଁ ଆନନ୍ଦ, ଆନନ୍ଦର ଗଙ୍ଗା ପ୍ରବାହିତ ହୁଏ। କିନ୍ତୁ ମା ମହାଲକ୍ଷ୍ମୀଙ୍କୁ ଧରି ରଖିବା ସହଜ ନୁହେଁ। ସେଥିପାଇଁ କୁହାଯାଏ ରିଚେସ୍ ଏଭ୍ ୱିଙ୍ଗସ୍, ଲକ୍ଷ୍ମୀ ଚଞ୍ଚଳା। ତାଙ୍କର ଡିମାଣ୍ଡ ଫୁଲଫିଲ୍ କରିବା ସହଜ କଥା ନୁହେଁ। ମହାଲକ୍ଷ୍ମୀଙ୍କର ଆମମାନଙ୍କ ନିକଟରେ କ'ଣ ଦାବି ଅଛି, ଆମକୁ କ'ଣ କରିବାକୁ ହେବ, କ'ଣ କଲେ ଆମେ ମହାଲକ୍ଷ୍ମୀଙ୍କର ଉପସ୍ଥିତିକି ଧରି ରଖିପାରିବୁ, ଏ ବିଷୟରେ ଆମେ ଗୋଟି ଗୋଟି କରି ଆଲୋଚନା କରିବା। ତାଙ୍କର ଫାର୍ଷ୍ଟ କଣ୍ଡିସନ ହେଉଛି ହାର୍ମୋନି ଆଣ୍ଡ ବ୍ୟୁଟି ଅଫ୍ ଦି ମାଇଣ୍ଡ ଆଣ୍ଡ ସୋଲ୍, ମନ ଓ ଅନ୍ତରାତ୍ମାର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ। ଭାଇ ଭଉଣୀମାନେ, ଆମେ ବର୍ତ୍ତମାନ ଯେଉଁ ମନ ନେଇ ବଞ୍ଚିଛୁ ତାହା ହେଉଛି ବାହ୍ୟ ମନ। ମନ ବାହାରର କଥା, ଅନ୍ତରାତ୍ମା ଭିତରର କଥା। ମହାଲକ୍ଷ୍ମୀ ଚାହାନ୍ତି ବାହାର ଓ ଭିତରର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ। ଅନ୍ତରାତ୍ମା ହେଉଛନ୍ତି ସତ୍ୟ, ଶିବ, ସୁନ୍ଦର, ନିତ୍ୟ, ସନାତନ। ମନଟି ଯଦି ଆମର ସ୍ୱଚ୍ଛ, ନିର୍ମଳ, ନିଷ୍କପଟ, ପବିତ୍ର, ସୁନ୍ଦର ହୋଇଥିବ, ତେବେ ସିନା ଯାଇ ମନ ଓ ଅନ୍ତରାତ୍ମା ଭିତରେ ସୁସଙ୍ଗତି ଓ ସୌନ୍ଦର୍ଯ୍ୟ ରହିବ। ଯଦି ଆମ ମନଟି କଳୁଷିତ ହୋଇଥିବ, ବିଭିନ୍ନ ଘୃଣ୍ୟ ଚିନ୍ତାରେ ବାହାରେ ମାତିଥିବ, ତେବେ ମନ ଓ ଅନ୍ତରାତ୍ମା ଭିତରେ ସଙ୍ଗତି ରହିପାରିବ କି? ଆମର ବହୁତ ପଇସା ଅଛି, ମୁଁ ଫୁଲ କିଣିକି ଘରଟିକୁ ସଜେଇ ଦେଇପାରିବି, କିନ୍ତୁ ଭାଇ ଭଉଣୀମାନେ ମନଟିକୁ ଫୁଲ ପରି କରିହେବ କି? ହୃଦୟଟିକୁ ଫୁଲ ପରି କରିହେବ କି? ଏଗୁଡ଼ିକ ସବୁ ସାଧନାର କଥା, ପଇସା ଦେଇକି କିଣା ଯାଇପାରେନି। ମନର ଆତ୍ମା ସହିତ ସୁସଙ୍ଗତି ରଖିବାକୁ ହେଲେ ମନଟି ନୀରବ ହୋଇଥିବ, ଶାନ୍ତ ହୋଇଥିବ, ଅନ୍ତର୍ମୁଖୀ ହୋଇଥିବ, ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା ଦରକାର। ଏଇସବୁ ଯଦି ମନଟି ହେଇଥିବ, ନୀରବ ମନ ହେଇଥିବ, ଶାନ୍ତ ମନଟି ହେଇଥିବ, ମନଟି ଆମର କ'ଣ ସେଟା ହେଉଛି ପ୍ରତିକ୍ରିୟାଶୀଳ ମନ। ମା କହିଛନ୍ତି ପ୍ରତିକ୍ରିୟାଶୀଳ ମନଟା ଅଶୁଦ୍ଧ ମନ। ପ୍ରତିକ୍ରିୟାଶୀଳ ଯଦି ନ ହୋଇଥିବ, ସକଳ ପରିସ୍ଥିତିରେ ସମଭାବ, ସକଳ ପରିସ୍ଥିତିରେ ଶାନ୍ତ ଭାବ, ଅନ୍ତର୍ମୁଖୀ ହେଇଥିବ, ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବ, ତେବେ ସିନା ଆତ୍ମା ସହିତ ମାନେ ତାର ଗୋଟେ ସଙ୍ଗତି ରହିବ। ସଂସାରରେ 90% ଲୋକ ଜାଣନ୍ତି ନାହିଁ ଆତ୍ମା ଅଛି ବୋଲି। ଆତ୍ମା ବିଷୟରେ କେତେ ଜଣ ବା ସଚେତନ ଅଛନ୍ତି? ଯେଉଁମାନେ ଆମେ ସଚେତନ ଅଛୁ, ଯଦି ନିଜର ମନ ସହିତ ଆତ୍ମାର ସୁସଙ୍ଗତି ସୌନ୍ଦର୍ଯ୍ୟ ରଖିପାରିବା, ତେବେ ଯାଇ ମହାଲକ୍ଷ୍ମୀଙ୍କର ଡିମାଣ୍ଡ ଫୁଲଫିଲ୍ ଆମେ କରିପାରିବା। ଯଦି ଆମେ ମନଟିକୁ ସେହିପରି ଭାବରେ ଗଢ଼ିବା, ଅନ୍ତରାତ୍ମା ତ ରହିଛନ୍ତି ଠିକ ଅଛି, କିନ୍ତୁ ମନଟିକୁ ସେଭଳି ପ୍ରସ୍ତୁତ କରିବାକୁ ହେବ, ହେଲେ ଯାଇ ମନ ଅନ୍ତରାତ୍ମା ଭିତରେ ସଙ୍ଗତି ରହିବ। ତ ସମୟ ହେଇଗଲାଣି ବୋଧେ। ତାଙ୍କର ସେକେଣ୍ଡ ଡିମାଣ୍ଡ ହେଉଛି ହାର୍ମୋନି ଆଣ୍ଡ ବ୍ୟୁଟି ଅଫ୍ ଥଟ୍ସ ଆଣ୍ଡ ଫିଲିଙ୍ଗସ୍, ଚିନ୍ତା ଓ ଅନୁଭବର ସୁସଙ୍ଗତି ଆଉ ସୌନ୍ଦର୍ଯ୍ୟ। ଚିନ୍ତା ଓ ଅନୁଭବର, ଯାହା ଆମେ ଚିନ୍ତା କରୁ ସେଇଠି ଆମେ ଅନୁଭବରେ ଆସିଥାଏ। ଯାହା ଆମେ ଚିନ୍ତା କରୁ, ମନେ କରନ୍ତୁ ମୁଁ ଖଟା ଖାଇବାକୁ ଭଲ ପାଏ, ଖଟା କଥା ଚିନ୍ତା କରିବା ମାନେ ସ୍ୱତଃ ମୋ ପାଟିରୁ ଲାଳ ବାହାରି ଆସିବ। ଏଇଟା ଆମ ଅନୁଭବର କଥା। କହନ୍ତି ଜୈସେ ସୁସେଙ୍ଗି ଏଇସେ ବନ ଯାଉଙ୍ଗି, ଯେମିତି ଚିନ୍ତା କରିବା ସେମିତି ଆମେ ବନିଯିବା। ଚିନ୍ତା କରିବା ଗୋଟେ ଛୋଟିଆ କଥା ନୁହେଁ। ମା କହନ୍ତି ଆମେ ଯାହା ଚିନ୍ତା କରୁ ସେ ଚିନ୍ତାଟି ସାଙ୍ଗେ ସାଙ୍ଗେ ରୂପ ଗ୍ରହଣ କରିନିଏ। ତେଣୁ ଚିନ୍ତାଟିଏ ମନକୁ ଆସିଲେ ତା ବାବଦକୁ ଆମକୁ ଖୁବ ସଚେତନ ହେବାକୁ ପଡ଼ିବ। କଥାରେ କହନ୍ତି କୂଅ ଯେତେ ଗଭୀର ତାର ଜଳ ସେତିକି ମଧୁର। ଅର୍ଥାତ୍ ଯାହାର ଚିନ୍ତା ଯେତେ ଉନ୍ନତ, ଯେତେ ମହତ୍, ତାର ଅନୁଭବ ସେତେ ଉନ୍ନତ, ସେତେ ମହତ୍। ଆମ ଚିନ୍ତା ଉପରେ ଆମର କଣ୍ଟ୍ରୋଲ ନଥାଏ। ନଈ ସୁଅରେ ପତ୍ରଟିଏ ଭାସିଗଲା ପରି ଆମେ ଚିନ୍ତାର ସୁଅରେ କୋଉଠିକି ଭାସି ଯାଉ ତାର ଇୟତ୍ତା ନଥାଏ। ସର୍ବଦା ଏଣୁ ତେଣୁ କୁତ୍ସିତ ଚିନ୍ତାରେ ଆମେ ମାତିଥାଉ। ମା କହନ୍ତି ତୋ ଭିତରେ ଥିବା କୁତ୍ସିତ ଚିନ୍ତା ମୋ ପାଖରୁ ତତେ ଦୂରେଇ ନିଏ।
କୁଚିତ ଚିନ୍ତା ମାଙ୍କ ଠାରୁ ମୁଁ ଦୂରେଇ ନିଏ। ପୁଣି କହନ୍ତି ତୁ ତ ଚିନ୍ତା ଉପରେ ନିୟନ୍ତ୍ରଣ ରଖ, ତୁ ନିଜକୁ ଏମିତି ପ୍ରସ୍ତୁତ କର ଯେପରିକି ଯାହା ଇଚ୍ଛା କରିବୁ ସେଇ କଥା ଚିନ୍ତା କରିବୁ। ଏଣୁ ତେଣୁ ଗୁଡାଏ ଚିନ୍ତା ଆମ ଚେତନାକୁ ନଷ୍ଟ କରିଦିଏ। ଚିନ୍ତା ବାହାରର କଥା, ତାକୁ ତ ମନ ଆକାଶରେ ଦଳେ ପକ୍ଷୀ ପରି ଉଡିଗଲା ପରି ଉଡିଯିବାକୁ ଦେ, ତା ଭିତରକୁ ତୋ ଭିତରକୁ ତାକୁ ସବୁ ଆଣେନା। ତେଣୁ ଭାଇ ଭଉଣୀ ମାନେ, ଆମେ ଯଦି ଅଭ୍ୟାସ କରି ସବୁବେଳେ ମାଙ୍କ କଥା ଚିନ୍ତା କରିବା, ତେବେ ଦିନ ଆସିବ ଆମେ ତାଙ୍କ ପରି ହୋଇଯିବା। ଏହା ହିଁ ସତ୍ୟ। ଚିନ୍ତା ବହୁତ ଶକ୍ତିଶାଳୀ। ଆମେ ଭଗବାନଙ୍କ ବିଷୟରେ ମାନେ ନାମ ଜପ କରିବା ଠାରୁ ସବୁବେଳେ ଯଦି ଚିନ୍ତା କରିବା, ଆମେ ଅନେକ ସାଧକଙ୍କୁ ଦେଖୁଛେ ମାଙ୍କ ପରି ଦେଖାଯାଉଥିବେ, କାରଣ ସେଇ ଚିନ୍ତା ଚେତନାରେ ରହି ରହି ତାଙ୍କର ଚେହେରାଟି ବି ବଦଳି ଯାଇଥାଏ। ଆମେ ସବୁବେଳେ ଯଦି ତାଙ୍କ କଥା ଭାବିବା ନା, ସେ ଆମ କଥା ନିଶ୍ଚୟ ଭାବିବେ। ଆମେ ଯଦି ତାଙ୍କ କଥା ଭାବିବା, ସେ ଆମ ଭିତରେ ଥିବା ଦୁଃଖ କଷ୍ଟ ଅଭାବ ଅସୁବିଧା ତା ନିଶ୍ଚୟ ଭାବିବେ, ତାକୁ ଦୂର କରିବେ। ତୁ ତାଙ୍କୁ ଭାବିଲେ ସେ ତତେ ଭାବଇ, ତୁ ତାଙ୍କୁ ଭାବିଲେ ସେ ତତେ ଭାବଇ, ସିଏ ତ ହୃଦ କନ୍ଦରରେ ସେ ତ ଭକତ ଜୀବନ ଧନ। ତେଣୁ ଆମେ ଯେତେ ଭାବିବା ନା, ଆମେ ସେମିତି ହେଇଯିବା। ଶ୍ରୀୟା ଚଣ୍ଡାଳୁଣୀ କେବଳ ଘରକୁ ପରିଷ୍କାର କରିନଥିଲା, ସବୁବେଳେ ଭାବୁଥିଲା ମାଙ୍କ କଥା, ମହାଲକ୍ଷ୍ମୀଙ୍କ କଥା ସବୁବେଳେ ଚିନ୍ତା କରୁଥିଲା। ମହାଲକ୍ଷ୍ମୀ ସ୍ୱୟଂ ତା ଘରେ ଉପସ୍ଥିତ ହେଇଗଲେ। କଣ ନହେଲା ତା ଘରଟା? କୁଟୀର ଖଣ୍ଡିକ ଥିଲା ବୋଲୁରୀର ବାସ, ଲକ୍ଷ୍ମୀ ଦୟା କଲେ ହେଲା ଚନ୍ଦନ ଉଆସ। ସବୁରି ଡେଲି ଘର ସଫା କରିକି ଫୁଲ ବିଛେଇକି ଶ୍ରୀରାମ କଥା ଓହନିଶି ଚିନ୍ତା, ପ୍ରଭୁ କେବେ ଆସିବେ, ପ୍ରଭୁ ଆସିବେ, ପ୍ରଭୁ ଆସିବେ, ପ୍ରଭୁ ଆସିବେ। ପାଗଳ କୋଡ଼ି ତୋଳିକି ଚାଖିକି ରଖିବା, ଫୁଲ ସଜେଇବା, ପ୍ରଭୁ ଆସିକି ପହଞ୍ଚିଗଲେ। ତେଣୁ ଚିନ୍ତାଟା ଏତେ ଶକ୍ତିଶାଳୀ। ସେଇଟା ହଉଛି ମାଙ୍କର ସେକେଣ୍ଡ ଡିମାଣ୍ଡ, ହାରମୋନି ଆଣ୍ଡ ବ୍ୟୁଟି ଅଫ ଥଟ୍ସ ଆଣ୍ଡ ଫିଲିଙ୍ଗସ। ଆମ ଚିନ୍ତାର ଆଉ ଅନୁଭବର ଆମେ ଯଦି ସଂଗତିଯୁକ୍ତ ହେଇପାରିବା, ସୌନ୍ଦର୍ଯ୍ୟଯୁକ୍ତ ହେଇପାରିବା, ଆମ ଚିନ୍ତାଟି ଯଦି ସୌନ୍ଦର୍ଯ୍ୟପୂର୍ଣ୍ଣ ଥିବ, ଆମର ଅନୁଭବଟି ଯଦି ଥିବ, ଚିନ୍ତା ଅନୁଭବ ଭିତରେ ଯଦି ସୁସଙ୍ଗତି ସୌନ୍ଦର୍ଯ୍ୟ ଥିବ, ମହାଲକ୍ଷ୍ମୀ ନିଶ୍ଚୟ ତାଙ୍କର ଏଇଟା ଦ୍ୱିତୀୟ କଣ୍ଡିସନ, ଏଇଟା ସେ ଆମ ପାଖରୁ ଚାହାନ୍ତି। ଆମେ ଏଇଟା କରିବାକୁ ଚେଷ୍ଟା କରିବା। ଭାଇ ଭଉଣୀ ମାନେ ଆସନ୍ତୁ, ଚିନ୍ତା ଅନୁଭବ ପରସ୍ପର ପରିପୂରକ। ଗୋଟିଏ ସୁନ୍ଦର ଆନନ୍ଦଦାୟକ ଈଶ୍ୱର ଚିନ୍ତା ଆମକୁ ସୁନ୍ଦର ଆନନ୍ଦଦାୟକ ଅନୁଭବ ଆଣିଦିଏ। ଆଜି ସମୟ ହେଇଯାଇଛି, ଆଉ ବାକି ଯାହା ରହିଲା କାଲିକି ଆଲୋଚନା କରିବା। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତଙ୍କୁ ମୋର ବନ୍ଦେ ମାତରମ୍। ଆଲୋଚନାଟିକୁ ମାଙ୍କ ପାଖରେ ସମର୍ପଣ କରି ରହୁଛି। ବନ୍ଦେ ମାତରମ୍। ଆପଣଙ୍କୁ ଅଶେଷ ଅଶେଷ କୃତଜ୍ଞତା ଅପା। ଅତ୍ୟନ୍ତ ସୁନ୍ଦର, ହୃଦୟସ୍ପର୍ଶୀ, ସରଳ ଆପଣଙ୍କର ଉପସ୍ଥାପନା, ସୁନ୍ଦର ଉଦାହରଣ, ପୁଣି ଉପଯୁକ୍ତ ଉଦାହରଣ ମାନେ ଉପସ୍ଥାପନା କରିଛନ୍ତି। ଗୋଟିଏ ଗୋଟିଏ ଶବ୍ଦକୁ ବୁଝାଇଛନ୍ତି ଆପଣ। ମାଙ୍କର ମହାଲକ୍ଷ୍ମୀ ଅବତାର ଅତି ସ୍ପଷ୍ଟ ଭାବରେ ବୁଝାଇଛନ୍ତି। ଆମେ ସମସ୍ତେ ମାଙ୍କୁ ଭଲ ପାଉ। ଆଜି ନିଶ୍ଚୟ ଆମେ ସବୁ ବୁଝିପାରିଥିବା ପ୍ରକୃତରେ ମହାଲକ୍ଷ୍ମୀଙ୍କର କାର୍ଯ୍ୟ କଣ ଏବଂ ଦୈନନ୍ଦିନ ଜୀବନରେ ତାକୁ ଆମେ କେମିତି ଲଗେଇବା ଏବଂ ବଞ୍ଚିବା, ପ୍ରକୃତ ସୌନ୍ଦର୍ଯ୍ୟ କଣ, କେମିତି ଛନ୍ଦପୂର୍ଣ୍ଣ ଜୀବନ ବଞ୍ଚିବା, ଏବଂ ପୁରାତନ ଲକ୍ଷ୍ମୀ ପୁରାଣ ଏବଂ ମହାଲକ୍ଷ୍ମୀଙ୍କ ଅବତାରର ଏକ ସମନ୍ୱୟ କରିଛନ୍ତି ଆପଣ। ଏବଂ କେତେ ସୁନ୍ଦର ଗୀତି କବିତା ଭଳିଆ ଆପଣ ମଝି ମଝିରେ ଯୋଉ ଗାଉଥିଲେ, ତାହା ଅତ୍ୟନ୍ତ ସୁନ୍ଦର କରିଦଉଥିଲା ଆପଣଙ୍କର ଆଲୋଚନାକୁ। ମହାଲକ୍ଷ୍ମୀଙ୍କର ପଦସ୍ପର୍ଶରେ ସମ୍ପୂର୍ଣ୍ଣ ଜଗତ ନବଜନ୍ମ ପାଏ, ସୌନ୍ଦର୍ଯ୍ୟମୟ ହୋଇଉଠେ। ସୌନ୍ଦର୍ଯ୍ୟର ଦେବୀ ପ୍ରଭୁ କେତେ ଟିକିନିଖି ବର୍ଣ୍ଣନା କରିଛନ୍ତି। ପ୍ରଭୁଙ୍କ ନିକଟରେ ଅଶେଷ କୃତଜ୍ଞତା। ମାଙ୍କର ହସ, ମାଙ୍କର ଚାହାଣୀ ନଖରୁ ମସ୍ତକ ଯାଏ ସେ ସୌନ୍ଦର୍ଯ୍ୟରେ ଭରା। ମା ଯାହାକୁ ଥରେ ଚାହିଁ ଦିଅନ୍ତି, ସେଇ ମଣିଷ କେବେ ବି ମୁଖ ଫେରାଇ ପାରେନି। ସୁସଙ୍ଗତି, ସୌନ୍ଦର୍ଯ୍ୟର ଦେବୀ, ତାଙ୍କ ଦାବି ପୂରଣ ନ ହେଲେ ସେ ଛାଡ଼ି ଚାଲି ଯାଆନ୍ତି। ତାପରେ ମନ ଓ ଅନ୍ତରାତ୍ମାର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ ପ୍ରଭୁ କେତେ ସୁନ୍ଦର ଲେଖିଛନ୍ତି। ମା ନୀରବ ମନ, ଶାନ୍ତ ମନ, ଜ୍ଞାନରେ ପରିପୂର୍ଣ୍ଣ ମନ ହିଁ ତାଙ୍କର ଦାବି ପୂରଣ କରିପାରିବ।
ଚିନ୍ତା ଓ ଅନୁଭବର ସୌନ୍ଦର୍ଯ୍ୟ। ଯାହାର ଚିନ୍ତା ଯେତେ ଉନ୍ନତ, ଅନୁଭବ ବି ସେତେ ଉନ୍ନତ। ଆମେ ମାଙ୍କ ନାମ ଜପ କରିବା, ପ୍ରତି ମୁହୂର୍ତ୍ତରେ ମାଙ୍କ କଥା ହିଁ ଚିନ୍ତନ କରିବା, ମନନ କରିବା, ଏବଂ ଚିନ୍ତା ଅଟୋମେଟିକ ନିୟନ୍ତ୍ରଣ ହେଇଯିବ। ପ୍ରକୃତରେ ଅପା ଶେଷରେ ଯେଉଁ କଥାଟି କହିଲେ, ସାଧକ ମାନଙ୍କର ଚେହେରା ବି ବଦଳି ଯାଇଥାଏ ମାଙ୍କ କଥା ଚିନ୍ତା କରି କରି। ଅପା ମୁଁ ଆଶ୍ରମରେ କାମ କରୁଛି, ସତରେ ମାନେ ମୁଁ ଯେତେବେଳେ କିଛି ବୃଦ୍ଧ ବ୍ୟକ୍ତିତ୍ୱ ମାନଙ୍କୁ ଦେଖେ, ସେ ସାଧକ ଅପା ଭାଇ ମାନେ ଯୋଉମାନେ ଆଶ୍ରମେଟ ହେଇକି ଅଛନ୍ତି, ପ୍ରକୃତରେ ହଠାତ୍ ଯେମିତି ଦେଖିଦେଲେ ଲାଗନ୍ତି ହଁ ମାଙ୍କ ଭଳି ଦେଖାଯାଉଛନ୍ତି ନା ଇଏ। ପ୍ରକୃତରେ ସତ କଥା ଅପା, ଆପଣ ପୁରା ସତ୍ୟ କଥା କହିଛନ୍ତି। ଆପଣଙ୍କର ଆଲୋଚନା ଅତ୍ୟନ୍ତ ସୁନ୍ଦର ଏବଂ ପ୍ରକୃତରେ ଛନ୍ଦମୟ ପୁରା ଥିଲା ଆପଣଙ୍କର ଆଲୋଚନା। ଆପଣଙ୍କୁ ଅଶେଷ କୃତଜ୍ଞତା, ମହାପ୍ରଭୁଙ୍କ ପାଖରେ ଅଶେଷ କୃତଜ୍ଞତା। ଏତେ ସୁନ୍ଦର ଆଲୋଚନା ଆପଣଙ୍କର। ଏବଂ ଆଜିର ପାଠଚକ୍ରକୁ ମାଙ୍କ ନିକଟରେ ଅର୍ପଣ କରିବା। ପୁଣି ଆସନ୍ତା କାଲି ବି ଆମେ ଅପାଙ୍କ ଠାରୁ ଆଉ ଥରେ ଶୁଣିବା। ସମସ୍ତଙ୍କୁ ବନ୍ଦେ ମାତରମ୍, ପ୍ରଣାମ। ଆଜି ଏଇଠି ରଖିବା ପାଠଚକ୍ର।